हाँ हम स्कूल हाँ के सर हाँ पे सर बुक आज आसी पहुंचला ହଁ ବୁକ୍ ପାଇଯିବ ପିଲା କାରଣ ବହି ସମସ୍ତଙ୍କ ପାଇଁ ପଠା ହେଇଲେଣି ପ୍ରାୟ ଧୀରେ ଧୀରେ ପହଞ୍ଚିବ ଆଉ ହେଲା। हाँ सर ହୁଁ ହଉ ଚାଲ ଆମ ମାନଙ୍କର ପିଲେ ଏଇ ଯୋଉ ସଂସ୍କୃତ ଶିକ୍ଷଣ ବହିର ଏଇଟା ଲାଷ୍ଟ ଚାପ୍ଟର ଠିକ ଅଛି। ତାପରେ ଆମ ମାନେ ଆଉ ବାକି ଯୋଉଗୁଡାକ ରହିଲା ସେଗୁଡାକ ମଧ୍ୟ ଆମ ମାନେ ପିଲେ ଦେଖିବା ଠିକ ଅଛି। ତେବେ ଏଥିରେ ଯୋଉ ରହିଛି ପିଲେ କି ପ୍ରାଚୀନ ଅର୍ବାଚୀନ ମୂଲ୍ୟାଙ୍କନ ପ୍ରବିଧି ଗୁଡାକ ରହିଛି ତା ଉପରେ ଆମେ ଟିକେ ଆଲୋଚନା କରିବା କି କେମିତି କଣ ସବୁ ପିଲେ ସଂସ୍କୃତର ମୂଲ୍ୟାଙ୍କନ ସବୁ କରାଯାଇଥାଏ ତା ଉପରେ ଆମେ ମାନେ ଆଲୋଚନା ପିଲେ କରିବା। ତ ସେ କହୁଛନ୍ତି ପିଲେ କି ଶିକ୍ଷାର ପରୀକ୍ଷା ସହିତ ଗୋଟେ ଅଭିନ୍ନ ସମ୍ବନ୍ଧ ରହିଛି ଅର୍ଥାତ କେହି କାହାକୁ ଛାଡିକି ରହିପାରିବେନି ମାନେ ବିନା ପରୀକ୍ଷାରେ ଶିକ୍ଷା ପିଲା ଅଧୁରୀ ଠିକ ଅଛି। ତ ସେଥିପାଇଁ ଶିକ୍ଷାର ପିଲେ ପରୀକ୍ଷା ସହିତ ଏକ ଅଭିନ୍ନ ସମ୍ବନ୍ଧ ରହିଛି। ପରୀକ୍ଷା ଦ୍ଵାରା ପିଲାମାନଙ୍କର ଜ୍ଞାନର ସ୍ତର ସେମାନଙ୍କର ବୁଦ୍ଧି କୌଶଳ କାର୍ଯ୍ୟ ଶକ୍ତିକୁ ନିଶ୍ଚୟ କରାଯାଇଥାଏ। ଆଉ ମୂଲ୍ୟାଙ୍କନ ଦ୍ଵାରା ପିଲାମାନଙ୍କର ଯୋଗ୍ୟତାର ପରୀକ୍ଷଣ ସହିତ ପିଲାମାନଙ୍କର ପ୍ରଗତିର ନିର୍ଦ୍ଧାରଣ ମଧ୍ୟ କରାଯାଇଥାଏ। ତେବେ ଅଧ୍ୟାପକ ପିଲାମାନଙ୍କ ଭିତରେ ସମ୍ପାଦ୍ୟ ମାନନାନୀ ଲକ୍ଷ୍ୟାନି ଯୋଉ ସବୁ ଲକ୍ଷ୍ୟ ପିଲାମାନେ ଆଗରୁ ସ୍ଥିର କରିଥାଉ କି ପିଲାମାନଙ୍କ ଭିତରେ ଏଇ ସବୁ ଲକ୍ଷ୍ୟ ଆମକୁ ଫୁଲଫିଲ କରିବାର ଅଛି। ତେବେ ସେ ସବୁକୁ ଯୋଉ ସ୍ପଷ୍ଟୀକରଣ ହେଇଥାଏ ତ ସେ ସବୁ କିଛି ଆଦୌ ଏବ ନିର୍ଣ୍ଣେଶ୍ୟନ୍ତେ ଆରମ୍ଭରୁ ହିଁ ସେ ସବୁ ନିର୍ଣ୍ଣୟ କରାହେଇ ଯାଇଥାଏ। ଆଉ ତାନି ସଂସାଧୟିତୁମ୍ ବାର୍ଷିକ ପ୍ରଣାଳୀ ପ୍ରାମାଣିକ ପ୍ରଣାଳୀ ଚ ନିର୍ମାତବ୍ୟେ ଆଉ ସେଇ ଜିନିଷକୁ ପିଲେ ସଂସାଧନ କରିବା ପାଇଁ ଆମ ମାନେ ଗୋଟେ ଇୟର ପ୍ଲାନ ବି ବନେଇଥାଉ ଆଉ ଗୋଟେ ପିଲେ ୟୁନିଟି ପ୍ଲାନ ମଧ୍ୟ ଆମ ମାନେ ବନେଇଥାଉ ତ ବାର୍ଷିକ ପ୍ରଣାଳୀ ମଧ୍ୟ ବନେଇଥାଉ ତା ସହିତ ପ୍ରତିଟି ୟୁନିଟ ୱାଇଜ ମଧ୍ୟ ଆମ ମାନେ ପ୍ଲାନିଂ କରିଥାଉ। ତେବେ ତୟୋଃ ଅନୁସୃତ୍ୟ ତ ସେଇ ଦୁଇଟିକୁ ନେଇକିରି ପିଲେ ଉଚିତ ଶିକ୍ଷଣ ପଦ୍ଧତିକୁ ଉପରେ ହିଁ ଆଶ୍ରୟ କରିକିରି ଆମମାନେ ପିଲାଙ୍କୁ ଶିକ୍ଷଣ କରେଇଥାଉ। ଠିକ ଅଛି ତେବେ ପ୍ରାଚୀନ ସମୟରେ ଆଉ ବର୍ତ୍ତମାନ ସମୟରେ ଗୋଟେ ମିନିଟ ପିଲେ ହେଲା ପ୍ରାଚୀନ ସମୟରେ ଆଉ ବର୍ତ୍ତମାନ ସମୟରେ ପରୀକ୍ଷଣ ନାଁରେ ବ୍ୟବହାର ହେଇ ଆସୁଛି ତ ସେଇ ଯୋଉ ପଦ୍ଧତି ଆଉ ବର୍ତ୍ତମାନ ମଧ୍ୟ ଏହାର ପରିଗଣନ ମୂଲ୍ୟାଙ୍କନ ନାଁରେ ମଧ୍ୟ ପରିଚିତ। ମୂଲ୍ୟାଙ୍କନ ଶାସ୍ତ୍ରୀୟ ଭାବରେ ଠିକ ଅଛି କରାଯାଉଥିବା କାରଣରୁ ପ୍ରଥମେ ଉଦ୍ଦିଷ୍ଟ ଲକ୍ଷ୍ୟକୁ ସ୍ପଷ୍ଟୀକରଣ କରିକିରି ମନରେ ରଖି କାର୍ଯ୍ୟକରଣ କରାଯାଇଥାଏ। ତେବେ ପାଠ୍ୟ ପ୍ରଣାଳୀ ପିଲେ ପାଠ୍ୟ ପ୍ରଣାଳୀକୁ ହିଁ ଆଧାର କରିକିରି ପ୍ରଶ୍ନ ପତ୍ର ତିଆରି କରାଯାଇଥାଏ ତ ପ୍ରଶ୍ନ ପତ୍ର ଯାହା ବି ହେଇଥାଏ ପିଲେ କାହା ଆଧାରରେ କରାଯାଇଥାଏ ତ ପାଠ୍ୟ ପ୍ରଣାଳୀ ଆଧାରରେ ହିଁ କରାଯାଇଥାଏ। ହଁ ଆଉ ମୂଲ୍ୟାଙ୍କନ ପିଲେ ସଶାସ୍ତ୍ରୀୟ ହେଇଥାଏ ଶାସ୍ତ୍ରୀୟ ଢଙ୍ଗରେ ହେଇଥାଏ। ଏଥିପାଇଁ ଅଧ୍ୟାପକ ଶିକ୍ଷଣ ବିଧାନକୁ ଭଲ ଭାବରେ କରିବା ପାଇଁ ପ୍ରସ୍ତୁତ କରିଥାନ୍ତି ସನ್ನଦ୍ଧ ହେଇଥାନ୍ତି। ଏଇଭଳି ଭାବରେ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଶିକ୍ଷଣ ବିଧାନ କରାଯିବା ଦରକାର ନିର୍ଦ୍ଧାରଣ କରାଯିବା ଦରକାର ଆଉ ସେଇ ଦୁଇଟିର ଉଦ୍ଦେଶ୍ୟରେ ସେ ଦୁଇଟିକୁ ଉଦ୍ଦେଶ୍ୟ କରିକିରି ମୂଲ୍ୟାଙ୍କନ ନିର୍ଦ୍ଧାରଣ ତାପରେ ଫଳକୁ ଉଦ୍ଦେଶ୍ୟ କରିକିରି ପୁନଃ ଲକ୍ଷ୍ୟକୁ ଶିକ୍ଷଣ ବିଧାନକୁ ଅ ସବର୍ଣ୍ଣନମ ସ୍ୟାତ୍ ତ କହିବା କଥା ସେ ଦେଖ ପିଲେ ମୁଖ୍ୟ କଥା ହେଲା ଯାହାବି କିଛି ଯୋଉ ପରୀକ୍ଷା କରାଯାଇଥାଏ ପିଲେ ପରୀକ୍ଷାକୁ ଦୃଷ୍ଟି ମାନେ ସରି ଯାହାବି କିଛି ଲକ୍ଷ୍ୟ ଆମ ମାନେ ପୂର୍ବରୁ ସ୍ଥିର କରିଥାଉ ତ ସେ ଲକ୍ଷ୍ୟକୁ ଆଧାର କରିକିରି ଆମ ମାନେ ଶିକ୍ଷଣ ବିଧାନ ବି କରିଥାଉ ତା ସହିତ ପିଲେ ମୂଲ୍ୟାଙ୍କନ ନିର୍ଦ୍ଧାରଣ ମଧ୍ୟ କରାଯାଇଥାଏ ହେଲା। ତ ଏଇଭଳି ଭାବରେ ମୂଲ୍ୟାଙ୍କନ ଯଦି ହେଇଥାଏ ତେବେ ପିଲାମାନଙ୍କ ଭିତରେ ମଧ୍ୟ ନିଜେ ନିଜେ ପାଠ୍ୟାଂଶରେ କେତେ ସ୍ତରରେ ଅଛନ୍ତି ସେମାନେ ବି ଜାଣିପାରିବେ ସ୍ଵୟଂ ପରୀକ୍ଷଣ ଦ୍ଵାରା ସେମାନେ ନିଜର ଲେବଲ ନିଜେ ମଧ୍ୟ ଆକଳନ କରିପାରିବେ। ତେବେ ପରୀକ୍ଷା ଦ୍ଵାରା ପିଲାମାନଙ୍କର ଜ୍ଞାନର ସ୍ତର ବୁଦ୍ଧି କୌଶଳ କାର୍ଯ୍ୟ ଶକ୍ତି ନିଶ୍ଚୟ କରାଯାଇଥାଏ। ସମସ୍ତ ଦେଶରେ ପିଲାମାନଙ୍କର ଯୋଗ୍ୟତାକୁ ନିର୍ଣ୍ଣୟ କରିବା ପାଇଁ କୌଣସି ଏକ ପରୀକ୍ଷା ପ୍ରଣାଳୀ ପ୍ରଚଳିତ ହେଇ ଆସୁଅଛି। ଆଉ ଶିକ୍ଷାର ଉଦ୍ଦେଶ୍ୟର ସାଫଲ୍ୟକୁ ମଧ୍ୟ ପରୀକ୍ଷା ଦ୍ଵାରା ହିଁ ନିର୍ଣ୍ଣୟ କରାଯାଇଥାଏ ତ ସେଥିପାଇଁ ଶିକ୍ଷଣରେ ପିଲେ ପରୀକ୍ଷାର ଭୂମିକା ବହୁତ କିଛି ରହିଛି ହେଲା। ତେବେ ମୂଲ୍ୟାଙ୍କନର ପିଲା ଆବଶ୍ୟକତା କଣ ରହିଛି ନା କୌଣସି ବି କାର୍ଯ୍ୟ ହଉନା କାହିଁକି ତ ତାହା କେତେ ବା କେତେ ଦୂର ସଫଳ ହେଇଛି ତାହା ଜାଣିବା ଦରକାର ନା ନାଇଁ ତ ଆମେ ଯାହାବି କାର୍ଯ୍ୟ କରୁଛେ ଯଦି ଆମେ ନ ଜାଣି ପାରିବା କି ଆମେ ଖାଲି କରିଚାଲିଥିବା ଆମେ ତାର ମୂଲ୍ୟାଙ୍କନ କିଛି କରିବାନି ନା ନାଇଁ କାମ କେତେ ଦୂର ସକ୍ସେସ ହଉଛି କି ନାହିଁ ଏସବୁ ଯଦି ନ ଜାଣିବା ତାହେଲେ ବୃଥା ସବୁ କିଛି ପ୍ରଚେଷ୍ଟା ତ ସେଥିପାଇଁ କେତେ ଦୂର ପର୍ଯ୍ୟନ୍ତ ସଫଳ ହେଇଛି ତାହା ଆମେ ଜାଣିବା ଦରକାର। ତେବେ ଅଧ୍ୟାପକ ମାନଙ୍କର ଶିକ୍ଷଣ ମଧ୍ୟ କେତେ ସଫଳ ହେଇଛି ପିଲାମାନଙ୍କର ବିଷୟ ଗ୍ରହଣ କେତେ ସଫଳ ହେଇଛି ତ ଏଇ ସବୁ ବିଷୟକୁ ପରମ୍ପରାଗତ ପରୀକ୍ଷା ଦ୍ଵାରା ଜାଣିବା ପାଇଁ
जेहेतु अशक्य समर्थ होउ नथिले सेतिपय मूल्यांकन अवलंबन आवश्यक हेउछि। ठीक अछि, तो मूल्यांकन आवश्यकता पड़िछि। मूल्यांकन गोटे प्रकार हम माने कहि परिबा नवीन ढंग वाला नवीन पद्धति पिले। तेरे शिक्षण विधि मानकर समीकरण शिक्षा स्तर उन्नतिकरण पई मूल्यांकन सहायक हेइथाय। शिक्षण विधिर समीकरण माने शिक्षण विधि को पिले परिवर्तनशील करिबा माने गोटे शिक्षण विधि हम माने पढौचे त परीक्षा करिबा कि शिक्षण विधि रे पढेबा फल रे पिला मान सफल हेइ परछन्ते कि नाही। जदि से मान होउना दे ताले हम शिक्षण विधि को परिवर्तन करि परिबा। तो ए सब जिंस पई पिले मूल्यांकन आवश्यकता रहिछि। तेरे परीक्षण और मूल्यांकन भितर कौन भेद रही तो कहते वस्तुतः परीक्षण मूल्यांकन या भितर सेमती किसी भेद नाही है। तो सेमती किसी भेद दृष्टि प्रतीति हो न था किंतु जदि आम सूक्ष्म दृष्टिकोण देखा ताहले किसी ना किसी भेद रही। शिक्षण परे केते दूर पर्यंत लक्ष्य साधित होइछि यह जानिबा पई परीक्षण अथवा मूल्यांकन करा जाय थाए। मूल्यांकन द्वारा शारीरिक मानसिक बौद्धिक समस्त अंश को जानी हुए। आ परीक्षण द्वारा केवल गोटे पर्टिकुलर पार्ट पिले छात्र व्यक्तित्व को माप जाई परिबा। अर्थात हम माने कहि परिबा परीक्षण पिले गोटे छात्र कौन सी पर्टिकुलर पार्ट को ही मापी परिबो किंतु मूल्यांकन पिले पिलार सर्वांगीण ओवरऑल डेवलपमेंट को पिले मापी परिबो। तो सेति सेही दृष्टि हम माने कहि परिबा कि परीक्षण होचे मूल्यांकन रो गोटे कोन पिले अंश बोली भी कहि परिबा। ठीक अछि। तेबे मूल्यांकन द्वारा पूर्णतया छात्र व्यक्तित्व को मापी हबो किंतु परीक्षण मूल्यांकन भितर एई टिके को भेद पिले रहिछि कि परीक्षण कौन सी छात्र कौन सी गोटे ही पर्टिकुलर पार्ट को माने पर्टिकुलर अंश को ही मापी परिबो किंतु मूल्यांकन पिले कौन करि थाए कौन सी व्यक्तिर सर्वांगीण हाँ तो समग्र सर्वांगीण व्यक्तित्व को मापी परिबो। ठीक अछि। तापर से थ्रू कहउछन पिले लिखित मौखिक परीक्षण मूल्यांकन यांक भितर कौन सब भेद रही। तो वर्तमान पिले आचरण रे विद्यमान परीक्षा द्वारा केवल नियमित लक्ष्य को साधन करा जाय परिबो किंतु मूल्यांकन द्वारा सब किछि हम माने मापी परिबा। तो सही सेम जिंस पिले हला परीक्षण द्वारा गोटे अंश किंतु मूल्यांकन द्वारा सब किछि। लिखित परीक्षा द्वारा विषय रे पिला मानकर ज्ञान अवगाहन व्यक्तिकरण ए सब को परीक्षण करा जाय परिबो किंतु छात्र मानकर व्यक्तित्व बुद्धि अभिरुचि बैखरी बैखरी माने कहिवार शक्ति आसक्ति मानसिक सांघिक प्रवर्तन। ठीक अच्छे। सांघिक माने पिले ग्रुप एक्टिविटी। तो ए सब पिले मूल्यांकन लिखित परीक्षा द्वारा ए सब को परीक्षा करा जाय परिबो माने मूल्यांकन द्वारा परीक्षा करा जाय परिबो। ठीक अच्छे हला। तो ये टिके ये कर देछि तो मूल्यांकन द्वारा ही ए सब मापा जाय परिबो किंतु परीक्षा द्वारा केवल पर्टिकुलर कौन सी गोटे अंश को ही हम माने मापी परिबा। तेरे मूल्यांकन रे निबंध रूप प्रश्न वस्तुनिष्ठ प्रश्न अपेक्षा मौखिक परीक्षा अभिरुचि परीक्षा आसक्ति परीक्षा सांघिक प्रवर्तन परीक्षा ए सब किछि थाए पिले कहिना मूल्यांकन सब किछि के ओवरऑल पिले मापी थाए ना सेति पय। आ लिखित परीक्षण द्वारा लक्ष्य परीक्षण हेइ थाए किंतु मूल्यांकन द्वारा लक्ष्य परिवर्तन नूतन लक्ष्य योजना मध्य करा जाय परिबो। तुम जदि लिखित परीक्षण करूछ ताले केवल पर्टिकुलर गोल को ही मापी परिबो पिलार पिला केते नॉलेज गेन कला बस एतिकी ही मापी परिबो किंतु मूल्यांकन द्वारा से कहउचंती लक्ष्य को मपा भी जाय परिबो ता सहित लक्ष्य को परिवर्तन भी करा जाय परिबो आ किछि नुवा लक्ष्य को ऐड भी करा जाय परिबो हैला। तबे लिखित परीक्षण रे अंशर प्राधान्य थाए किंतु मूल्यांकन पिले अत्यंत विस्तृत और गुणात्मक हेइ थाए। तो एटा क्वालिटेटिव हेइ थाए आ बाकी जो परीक्षण पिले कोन हेइ थाए क्वालिटेटिव। हाँ क्वांटिटेटिव हेइ थाए। ठीक अछि। तेरे मूल्यांकन द्वारा पिला मानक भितर सर्वांगीण विकास को संपादन करा जाय परिबो किंतु लिखित परीक्षा रे हेइ परिबो नाही। परीक्षा पिला मानकर शिक्षा अध्ययन पर्यंत ही चली थाए किंतु मूल्यांकन आजीवन पर्यंत थाए। आम माने प्रति मुहूर्त रे आमे हम निजक मूल्यांकन करि परिबा। ठीक अछि। मूल्यांकन पिला मानकर पथ प्रदर्शन पई अत्यंत उपयुक्त हेइ थाए। मूल्यांकन रे शैक्षिक समस्त अंश अंतर्भुक्त हेइ थांती। विद्यालय रे पाठशाला रे समस्त लिखित परीक्षा रे सब केमति थाए प्रश्न निबंध रूप प्रश्न वस्तुनिष्ठ प्रश्न हाँ ए सब प्रश्न रु ही नियमित लक्ष्य को परीक्षा करा जाय परिबो किंतु शिक्षार जो मुख्य उद्देश्य रही प्रवर्तनायाम परिवर्तन आनयनम चेंज इन द बिहेवियर आचरण परिवर्तन व्यवहार परिवर्तन
ते पाठशाला जीवन पर्यंत छात्र मानकर विषय अध्ययन कौन से गोटे ही भाग होता है आ लिखित परीक्षा पिला मानकर विषय ग्रहण को ही परीक्षा करिथाए पिला मानकर व्यक्तित्व रे विषय ग्रहण गोटे ही अंश होता है कि शिक्षार लक्ष्य रे पिले प्रधानतम लक्ष्य होची कौन पिला मानकर संपूर्ण व्यक्तित्व संवर्धन व्यवहार परिवर्तन व्यवहार परिवर्तन बा पिले संपूर्ण व्यक्तित्व संवर्धन आ व्यक्तित्व कहिले पिले केवल विषय ग्रहण होई न थाए ना नहीं तो तुम मानकर मन अच्छे पिले एलटीआर रे गोटे प्रश्न एथर जो आस्तिला पिले कौन थला जो शिक्षा यह मुख्य उद्देश्य किमे आसे मन पड़तना पिले सेतरे जो सामाजिक व्यक्तित्व विकास हाँ आ गोटे पिले थिला कोन व्यक्तित्व आ गोटे थिला सामाजिक विकास आ गोटे थिला पिले व्यक्तित्व विकास ना नहीं सामाजिक नागरिकता यह विकास हाँ सामाजिक नागरिकता या विकास आ गोटे थिला व्यक्तित्व विकास नहीं कि ହେଲା ତ ସେଥିରେ ପିଲେ ଯେତେବେଳେ ପ୍ରଥମେ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହଁ ଶିକ୍ଷାର ପିଲେ ମୁଖ୍ୟ ଉଦ୍ଦେଶ୍ୟ ପଚାରିଥିଲା ତ ସେଇଟା ଆକ୍ଚୁଆଲି ମୁଁ ପିଲେ ତମମାନଙ୍କୁ ଯେତେବେଳେ ଏଲଟିଆର ରେ ପଢେଇଥିଲି ମୁଁ କହିଥିଲି କି ବ୍ୟକ୍ତିତ୍ୱ ବିକାଶ ପିଲା ହବ କାହିଁକି ନା ସାମାଜିକ ନାଗରିକତାର ବିକାଶ ହଉଛି ପିଲେ କେବଳ ମଣିଷର ପିଲେ ଗୋଟିଏ ପକ୍ଷ ହେଇଥାଏ କେବଳ ସାମାଜିକ ପକ୍ଷ ହେଇଥାଏ କିନ୍ତୁ ମଣିଷର ତ କେବଳ ଗୋଟିଏ ତ ପକ୍ଷ ନୁହଁ ନା ପିଲେ ନା ନାଇଁ ତାର ତାହୁରି ତ ବହୁତ ସାରା ପକ୍ଷ ଅଛି ପିଲେ ସାମାଜିକ ପକ୍ଷ ସହିତ ବୌଦ୍ଧିକ ପକ୍ଷ ତାର ମାନସିକ ପକ୍ଷ ନିଜର ବ୍ୟକ୍ତିଗତ ପକ୍ଷ ସବୁ କିଛି ଅଛି ତ ସେଥିପାଇଁ ପିଲେ ବ୍ୟକ୍ତିତ୍ୱ ବିକାଶ ସାଙ୍ଗରେ ଆନ୍ସର ଯିବା କିନ୍ତୁ ସେ ପ୍ରଥମେ ପିଲେ ଆନ୍ସର ମାନିଥିଲା ସାମାଜିକ ନାଗରିକତା ବିକାଶ ତାପରେ ପରେ ପୁଣି ଆନ୍ସର ଯାଇ ଚେଞ୍ଜ କଲା ତାପରେ ପୁଣି ତାକୁ ମାନିଲା ପିଲେ କୋଉଟା ବ୍ୟକ୍ତିତ୍ୱ ବିକାଶ तो दुई आंसर मानी छी ना ହଁ ଦିଟା ଯାକ ଆନ୍ସର ସେ ପୁଣି ଆଉଥରେ ପିଲେ ମାନିଲା ହେଲା ତ ଆକ୍ଚୁଆଲି ପିଲେ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ସେଇଟା ହିଁ ପିଲେ ମାନେ କୌଣସି ବ୍ୟକ୍ତିର ପିଲେ ସର୍ବାଙ୍ଗୀନ ବିକାଶ ହେଲା ଅଥବା ପିଲେ ବ୍ୟକ୍ତିତ୍ୱ ବିକାଶ କାରଣ ବ୍ୟକ୍ତିତ୍ୱ କହିଲେ ଯୋଉଠି ବିକାଶ ହେବ କଣ ଯୋଉଠି ହେଲା ପିଲେ ତେବେ ପିଲାମାନଙ୍କର ବୁଦ୍ଧି ଅଭିରୁଚି ଆସକ୍ତି ବୈଖରୀ ଏଭଳି ସାଂଘିକ ପ୍ରବର୍ତ୍ତନ ଏ ସବୁ କିଛି ଅଂଶ ପିଲେ ବ୍ୟକ୍ତିତ୍ୱ ଭିତରେ ସନ୍ନିହିତ ସେଥିପାଇଁ ବ୍ୟକ୍ତିତ୍ୱ ହଉଛି ପିଲେ ଗୋଟେ ବହୁତ ବଡ ଫ୍ୟାକ୍ଟର ପିଲେ ବ୍ୟକ୍ତିତ୍ୱ ନିଜ ନିଜ ଭିତରେ ସ୍ୱୟଂପୂର୍ଣ୍ଣ ଅଟେ ତା ଭିତରେ ସବୁ କିଛି ସନ୍ନିହିତ ହେଇଥାଏ ତ ଏ ସବୁକୁ ପରୀକ୍ଷା କରିବା ପାଇଁ ଲିଖିତ ପରୀକ୍ଷା ପର୍ଯ୍ୟାପ୍ତ ନୁହେଁ ते वर्तमान समय अध्यापक माने शिक्षा अधिकारी माने शिक्षारे पिलामानक भितरे विभिन्न प्रवर्तन इच्छा करूछन्ते कि पिलांक भितरे देशात्म भाव हो जागरण हो तो एभଳି अनेक प्रवर्तन सेमान अपेक्षा करूछन्ते तेबे मूल्यांकन रे पिले परीक्षा सहित प्रधानतया वस्तुनिष्ठ प्रश्न को मध्य जोड़ा जाउछि निबंध रूप परीक्षा वस्तुनिष्ठ परीक्षा ए सब को संचालन करिकरी एति सहित जीवन संगठन संचिका केस हिस्टोरी हे गला केस स्टडी हे गला पिला मानकर केस स्टडी भी करा होछि हाँ से मानकर मौखिक परीक्षा भी करा जाउछि क्वेश्चनरी करा होछि प्रश्नावली हाँ रेटिंग स्केल यूज करा जाउछि ना नहीं प्रगति पत्र क्युमुलेटिव रेकॉर्ड दिया जाउछि ठीक अछि चिकित्सात्मक परीक्षा डायग्नोस्टिक टेस्ट हे गला ये सबुर आयोजन करा जाउछि काहे कि ना पिला मानकर पिले सकल व्यक्तित्व को मापिबार अछि तेबे एई सब किछि पिले छात्र संबंधी साधनर प्रवर्तनर मापन रे प्रमुख पात्र निर्वहन करिथांती तेबे संस्कृत शिक्षण रे पिले सर मूल्यांकन और मूल्यांकन भितर सर मूल्यांकन और मूल्यांकन भितर डिफरेंस कोन मूल्यांकन आउ मूल्यांकन मूल्यायन आज्ञा सर मूल्यांकन मूल्यायन भितर किछि नै गोटे पिले मूल्यांकन अछि गोटे पिले मूल्य आकलन अछि पिले ना नै असेसमेंट एंड इवैल्यूएशन हाँ आकलन आउ समान अर्थ होछि हाँ तो एटा जो मूल्यायन मूल्यांकन कहउछ ए दिटा प्राय एका भलिया अछि है ना सर एटा जो हमर प्रगति पत्र जो लिखा अछि एटा प्रोग्रेस मध्ये हेबो नि क्युमुलेटिव रिफॉर्म हाँ सही नहीं प्रोग्रेस हाँ प्रगति पत्र जोटा हेते से गोटे तो क्युमुलेटिव प्रोग्रेस एडिटर बोथ आर इक्वल हाँ बोथ आर इक्वल ठीक ताले संस्कृत शिक्षण रे पिले कौन सब परीक्षण विधान रही लक्ष्य करवा तेज संस्कृत शिक्षण रे पिले अद्यापि आज पर्यंत प्राचीन पद्धति रे ही सब जगह शिक्षण होउछि
ते वर्तमान पिले विद्यापीठर प्रभाव फल उत्साहवान अध्यापक माने नूतन शिक्षण पद्धति को नहीं पिला बुझाउछंती। तेज संस्कृत शिक्षण पिले तीनोटी मुख्य अंश रही पाठ्यक्रम शिक्षण विधि आ गोटे हूँ पिले कौन मूल्यांकन। मूल्यांकन तेज मूल्यांकन प्रक्रियार स्वरूप यह भाव अच्छी कि संस्कृत भाषा पिलामानकर परीक्षण पर प्राचीन काल आरंभ करी निबंध रूप प्रश्नर अत्यधिक प्रयोग करा जाउछि। कहीं संस्कृत शिक्षण रे पिले विशेष निबंधात्मक प्रश्न पिले आगुरी रही आछि पिले ठीक अच्छे। आ वर्तमान मध्य विश्वविद्यालय महाविद्यालय विद्यालय रे मध्य निबंध रूप प्रश्न समस्त परीक्षा रे रहिछि। पिलामानकर ज्ञान को अंशतः परीक्षा करा जाउछि। निबंध रूप प्रश्न 50% आ अवशिष्ट प्रश्न बाकी जहाँ रहिला से भी गोटे प्रकार 50% पिले हेइ थाए हैला। किंतु निबंध रूप सर हम्म निबंधात्मक प्रश्न जोड़ा लॉन्ग टाइप की सर हाँ लॉन्ग टाइप क्वेश्चन ठीक सब्जेक्टिव हो सर एटा हाँ सब्जेक्टिव जोड़ा कौ आमर पिले जो प्रश्न रहा कि प्रथम हूँ पिले वस्तुनिष्ठ प्रश्न ये हूँ पिले केतोटी ये उत्तर दब या गोटे शब्द रे पिले गोटे हैला। तापर हेतु वस्तुनिष्ठ प्रश्न पर पिले आसीबा कोन अति लघु उत्तरात्मक प्रश्न हैला। एथरे पिले जो दिया जीवो गोटे सेंटेंस रे दबा गोटे वाक्य रे तापर आसीबा पिले लघु उत्तरात्मक प्रश्न एथरे आसीबा दुई तीन वाक्य रे हाँ एथरे पिले दुई अथवा तीनोटी वाक्य रे उत्तर दबो हैला। आ तापर जेकि आसीबा पिले कोडा निबंध निबंध निबंधात्मक प्रश्न तो एटा पिले दुई तीन जो थिला ताठू ऊर्ध्व पिले हो हैला। तो ये भली भाबरे सर पिले 5 मार्किया 10 मार्किया हाँ 5 मार्किया 10 दीर्घ मार्किया उत्तरमूलक दीर्घ उत्तरमूलक प्रश्न हैला। मतलब निबंध रूप प्रश्न समस्त जदि हेई जानते ताले कौन कौन दोष पिले देखा जीवो। तो 2 घंटा बा 3 घंटा अल्प समय संपूर्ण परीक्षा हो पारिबो नाही जे सब जाक पिले लॉन्ग टाइम हे जीवो हैला। पूर्ण पाठ्यक्रम अध्ययन आवश्यकता पड़ोनी कौन पड़ो पिले जी इंपोर्टाट लंग क्वेश्चन हो पार से प्रैक्टिस करदे पढ़ तो हो ना नहीं आ केवल उत्तीर्णता विषय ही मानदंड ही ग्रहण करा जीवो केवल पास हो पारे ना किंतु पिलांकर प्रकृत ज्ञान को पिले मपा जाई परिबो नाही। तेबे ए सब परीक्षा केवल प्रमाण पत्र स्वीकरण पई ज्ञानार्जन विषय तो गौण हो जीवो केवल गोटे सर्टिफिकेट पाया पई सिना हबो किंतु नॉलेज क्षेत्र रे पिले एटा गोटे माने ये हे जीवो कोन हे जीवो पिले गौण हे जीवो एटा हां। परीक्षा रे फलित समागत अंक मध्य विश्वसनीयता को निरूपण करि परिबो नाही एतरे पिले कोन रहिबोनी विश्वसनीयता रहिबो नाही कारण निबंधात्मक प्रश्न रे पिले निजर व्यक्तिगत मतवाद बसिबो सेथिरे ना नहीं नियति भाबरे पिले तमे गोटे जनक लंग क्वेश्चन देखिबो मु भी देखिबी नियति भाबरे पिले तमे भी अलग मार्क दो मु भी अलग मार्क देबी तो ठीक अछि तो निजर व्यक्तिगत मतवाद रहिबो। छात्र माने अल्प प्रश्न को चयन करिकि सेगुडा कहीं पढ़िबे सब विषय पढ़िबेनी अंक गुडाक यथा चिंतित आसीबो नाही गोटे पिला भाबिथो मोर एतिकी मार्क आसीबो सेमति केबे आसीबोनी कि शॉर्ट क्वेश्चन रे कोन एतिकी आसीबो ही आसीबो हैला। तेरे प्रश्न पत्र गुड़िक मध्य केतेबेले केमती सुलभ आउ कठिनाति कठिन मध्य हेइ थाए केतेबेले सहज भी हेइ थाए केतेबेले अत्यधिक कठिन भी हेइ जाय। परीक्षा पत्र मूल्यांकन रे मध्य भिन्नता देखा देइ थाए आउ ए सब परीक्षा रे पिले अर्थ अवगाहन बिना रटन प्रक्रिया रे कंठस्थीकरण रे पिले प्रामुख्य दिया जाय थाए अर्थ बुझिया अपेक्षा बेसी घोषा उपरे बल देइ थाए आउ वर्ष पर्यंत अध्ययन रे आवश्यकता रहिबोनी आउ जो छात्र माने अक्षर सुंदर भाव लिखिबे से मानको अधिक अंक मिलिबो लॉन्ग क्वेश्चन ए भी गोटे पॉइंट पिले हेइ थाए ना नहीं हैला। तो सुंदर अक्षर पई मध्य अंक मध्य अधिक दिया जीवो ठीक अछि। तो ये सब पिले प्रॉब्लम हेइ थाए जो सब किछि लॉन्ग टाइम हेइ जीवो किंतु जोडा पिले वस्तुनिष्ठ प्रश्न हेइ थाए सेथिरे पिले विश्वसनीयता अधिक थाए मन रखिथिबो जदि पचारे पिले कोतरे कि को भलिया प्रश्न रे विश्वसनीयता अधिक थाए तला माने कोन कहबा पिले
ବସ୍ତୁନିଷ୍ଠ ବସ୍ତୁନିଷ୍ଠ ପ୍ରଶ୍ନ। ବସ୍ତୁନିଷ୍ଠ ଭ୍ୟାଲିଡିଟି ପ୍ରଶ୍ନ। ରିଲାଏବିଲିଟି ହଁ ଭ୍ୟାଲିଡିଟି ରିଲାଏବିଲିଟି ଏସବୁ ଅଧିକ ରହିବ ପିଲେ ବସ୍ତୁନିଷ୍ଠ ପ୍ରଶ୍ନରେ ହେଲା। ଚାଲ ତାପରେ ସେ କହୁଛନ୍ତି ପିଲେ କି ମୂଲ୍ୟାଙ୍କନର ପିଲେ ଉଦ୍ଦେଶ୍ୟ କଣ ରହିଛି। ତେବେ ଛାତ୍ର ଅନୁଗୁଣ ବୁଦ୍ଧି ସଂଖ୍ୟା ଅନୁଗୁଣ ପିଲେ ବିଭାଜନ କରାଯାଇଥାଏ। ଆମର ଯୋଉ ଆଇକ୍ୟୁ ଲେଭଲ ହିସାବରେ ମଧ୍ୟ ଭାଗ ଭାଗ କରାଯାଇ ପାରିବ। ପିଲାମାନଙ୍କର ଅଭିରୁଚି ଅନୁସାରେ ବୃତ୍ତି ଗ୍ରହଣରେ ମଧ୍ୟ ପଥ ପ୍ରଦର୍ଶନ ହେଇପାରିବ ନା ନାଇଁ। ତ ଜବ୍ କ୍ଷେତ୍ରରେ ମଧ୍ୟ ଜାଣୁଥିବ ପିଲେ ଯୋଉଟା ସବୁ ଇଞ୍ଜିନିୟରିଂ କଲେଜ ହେଇଗଲା ଏଥିରେ ସବୁ ଆସିଥାଏ ନା ପିଲେ ସେମାନଙ୍କର କ୍ୟାମ୍ପସ ସିଲେକ୍ସନ ସବୁ ଆସିଥାଏ ନା ନାଇଁ। ତ ସେଥିରେ ବି ହେଲ୍ପଫୁଲ ହେଇପାରିବ ହେଲା। ତ ପିଲାମାନଙ୍କର ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟାର ପରିଷ୍କାର ପାଇଁ ମଧ୍ୟ ଆମେ କରିପାରିବା ତାଙ୍କ ସମସ୍ୟାକୁ ଦୂର କରିପାରିବା। ପିଲାମାନଙ୍କର ସାମର୍ଥ୍ୟ ବଳହୀନତାକୁ ଜାଣିପାରିବା। ମୂଲ୍ୟାଙ୍କନ ଆଧାରରେ ବିଭିନ୍ନ ପାଠଶାଳାରେ ସମ୍ପାଦନ କରାଯାଉଥିବା ପ୍ରଗତି ସାଙ୍ଗରେ ଆମେ କମ୍ପେୟାର କରିପାରିବା। ଠିକ ଅଛି। ତ ଆମ ମାନେ ଆମ ବିଦ୍ୟାଳୟରେ କେତେ ମାର୍କ ହଉଛି ଅନ୍ୟ ବିଦ୍ୟାଳୟରେ କେତେ ମାର୍କ ହଉଛି ଆମେ ତା ସାଙ୍ଗରେ କମ୍ପେୟାର କରିପାରିବା। ଅଭିଭାବକ ମାନଙ୍କୁ ପ୍ରଗତି ପତ୍ର ଦେଇକିରି ବାରମ୍ବାର ତାଙ୍କୁ ପିଲାର ପ୍ରଗତି ଜଣେଇ ପାରିବା କି ଆପଣଙ୍କ ପିଲା ଏତିକି ଡେଭଲପ କରୁଛି ବୋଲି। ନୂତନ ଶିକ୍ଷଣ ପଦ୍ଧତିକୁ ଅବଲମ୍ବନ କରିକି ଶିକ୍ଷଣରେ ଅଭିବୃଦ୍ଧି ଆଣିପାରିବା। ଛାତ୍ର ଜୀବନର ପ୍ରତ୍ୟେକ ସ୍ତରରେ ପରୀକ୍ଷଣ ମାପନ ରହିବା ଦରକାର। ବିଭିନ୍ନ ବିଦ୍ୟାଳୟ ମଧ୍ୟରେ ଗୋଟେ ତୁଳନାତ୍ମକ ଜ୍ଞାନ ହେଇପାରିବ। ମୂଲ୍ୟାଙ୍କନରେ ଲକ୍ଷ୍ୟ ପିଲେ ପରିଶୀଳନ ଅପେକ୍ଷିତ ନୂତନ ଲକ୍ଷ୍ୟକୁ ଯୋଡି ମଧ୍ୟ ପାରିବା। ଯାହା ଲକ୍ଷ୍ୟ ସ୍ଥିର କରାଯାଇଛି ତାକୁ ଆମେ ମାନେ ଦେଖିପାରିବା। ନୂଆ କିଛି ଲକ୍ଷ୍ୟ ମଧ୍ୟ ଆମେ ଆଡ କରିପାରିବା। ଶିକ୍ଷଣ ବିଧିକୁ ସମୀକରଣ କରିପାରିବା। ଶିକ୍ଷା ସ୍ତରର ଉନ୍ନତିକରଣ କରିପାରିବା। ତ ଏ ସବୁରେ ମୂଲ୍ୟାଙ୍କନ ପିଲେ ସହାୟକ ହେଇଥାଏ ହେଲା। ତେବେ ମୂଲ୍ୟାଙ୍କନର ସାର୍ ପିଲେ ପ୍ରଣାମ। ସେତେବେଳେ ଯୋଉ କହିଲେ ମାନେ ସର୍ବାଙ୍ଗୀନ ବିକାଶ ଗୋଟେ ବ୍ୟକ୍ତିତ୍ବ ବିକାଶ ସେ ଦିଟା ଯଦି ଅପସନ ଥିବ ତାହେଲେ ବ୍ୟକ୍ତିତ୍ବ ବିକାଶ ଟା ଠିକ ହବ। ନାଇଁ ସର୍ବାଙ୍ଗୀନ ବିକାଶ ଠିକ ହବ ଯେ ଦିଟ ଯାକ ଆକ୍ଚୁଆଲି ସେମ ହିଁ ଜିନିଷ ସର୍ବାଙ୍ଗୀନ ବିକାଶ ବ୍ୟକ୍ତିତ୍ବ ବିକାଶ। ଠିକ ହବ। ହଁ ସର୍ବାଙ୍ଗୀନ ବିକାଶ ଠିକ ହବ ଠିକ। ଆଜ୍ଞା ସାର୍ ପ୍ରଣାମ। ହେଲା ତ ଏମିତି ହେଇକରି ପିଲେ ମୂଲ୍ୟାଙ୍କନର ସବୁ ଆବଶ୍ୟକତା ପିଲେ ରହିଛି। କିନ୍ତୁ ଆଗେ ପିଲେ ପ୍ରାଚୀନ କାଳରେ ସବୁ ପିଲେ ନିବନ୍ଧାତ୍ମକ ପ୍ରଶ୍ନ ହଉଥିଲା। ତମମାନେ ଜାଣିଥିବ କି ନାଇଁ ପିଲେ ଆଗରୁ ପିଲେ ୟୁଜିସି ନେଟ ବି ନିବନ୍ଧାତ୍ମକ ପ୍ରଶ୍ନ କରୁଥିଲା ନା ନାଇଁ। ହଁ ସାର୍ ଥିଲା 1995 ହଁ ଥିଲା ପିଲେ ସେତେବେଳେ ମଧ୍ୟ ଏଗୁଡାକ 2010 ଥିଲା। 2010 ପର୍ଯ୍ୟନ୍ତ। ହଁ ତ ସେତେବେଳେ ତ ଆମମାନେ ପିଲେ 95 ମାନେ ଆମମାନେ ଜନ୍ମ ବି ହେଇନଥିଲେ। ତ ସେତେବେଳେ ପିଲେ ହଉଥିଲା ଠିକ ଅଛି। ସେତେବେଳେ କଣ ହଉଥିଲା ନିବନ୍ଧାତ୍ମକ ପ୍ରଶ୍ନ ହଉଥିଲା ଠିକ ଅଛି। ସେଥିରେ ବୋଧେ 3ଟା ପେପର ରହୁଥିଲା ଫାଷ୍ଟ ପେପର ସେକେଣ୍ଡ ପେପର ଥାର୍ଡ ପେପର। ତିନିଟା ସାର୍। ହଁ ହଁ ସାର୍। ଏମିତି ହେଇକି ରହୁଥିଲା ପିଲେ କାରଣ ମୁଁ ସେଗୁଡାକ ପେପର ସବୁ ଯାକର ମୁଁ ପିଲେ ଆନ୍ସର କରିଛି ପିଲେ। କାରଣ ୟୁଜିସି ନେଟ ମୁଁ ପ୍ରାୟତଃ 1995 ନୁହଁ ତାଠୁ ଆହୁରି ପୂର୍ବର ମଧ୍ୟ ସବୁ ଯାକ ପ୍ରଶ୍ନ ପତ୍ରର ଆନ୍ସର ମୁଁ କରିଛି। ଏଇଟା କରିବାକୁ ବହୁତ ଭଲ ଲାଗେ। ସେଥିପାଇଁ ସେତେବେଳେ ସବୁ ନିବନ୍ଧାତ୍ମକ ପ୍ରଶ୍ନ ପିଲେ ରୁହେ ସେତେବେଳେ ହଁ ଲେଖିବାକୁ ପଡେ। ଚାଲ ତାପରେ ପିଲେ କହୁଛନ୍ତି କି ମୂଲ୍ୟାଙ୍କନର ପିଲେ କଣ ସବୁ ପ୍ରକାର ରହିଛି। ତେବେ ମୂଲ୍ୟାଙ୍କନ ପିଲେ ଦୁଇ ପ୍ରକାର ଅଟେ। ଆନ୍ତରିକ ମୂଲ୍ୟାଙ୍କନ ଆଉ ଗୋଟେ ହଉଛି ପିଲେ କଣ ବାହ୍ୟ ମୂଲ୍ୟାଙ୍କନ। ଏଇଟା ମନେ ରଖିଥିବ ପିଲେ ମୂଲ୍ୟାଙ୍କନ ପ୍ରତିବିଧମ ବୋଲି ମଧ୍ୟ ପଚାରିପାରେ। ହେଲେ ଆନ୍ସର କହିବ କଣ ଦୁଇବିଧ। ହେଲା ଆନ୍ତରିକ ମୂଲ୍ୟାଙ୍କନ ଆଉ ପିଲେ ବାହ୍ୟ ମୂଲ୍ୟାଙ୍କନ ଠିକ। ତେବେ ପିଲେ ଆନ୍ତରିକ ମୂଲ୍ୟାଙ୍କନ କହୁଛନ୍ତି। ସତତ ମୂଲ୍ୟାଙ୍କନ ଥିଲା। ସିଏ ତ ଅଲଗା ଝିଅ ଅଛି ତମେ ଏଇଟା ନର୍ମାଲ ସତତ ମୂଲ୍ୟାଙ୍କନ ଥିଲା। ହଁ ସତତ ମୂଲ୍ୟାଙ୍କନ ବି ଥିଲା କଣ ଏବେ ବି ଚାଲିଛି ସେଇଟା ଠିକ ଅଛି। ହେଲା ଯୋଉଟା ଆମର ପିଲେ ସିସି ବୋଲି ଯୋଉଟା ମାନେ କହୁଛେ ନା ନାଇଁ। କଣ୍ଟିନ୍ୟୁସ୍ ଆଣ୍ଡ କମ୍ପ୍ରେହେନ୍ସିଭ୍ ଏଭାଲୁଏସନ ଠିକ ଅଛି। କିନ୍ତୁ ମୂଲ୍ୟାଙ୍କନ ପିଲେ ମୂଳତଃ ହଉଛି କେତେ ପ୍ରକାର ତ ଦୁଇ ପ୍ରକାର ଆନ୍ତରିକ ମୂଲ୍ୟାଙ୍କନ ଆଉ ପିଲେ ବାହ୍ୟ ମୂଲ୍ୟାଙ୍କନ। ତେବେ ପିଲେ ଛାତ୍ର ଦ୍ଵାରା ଶୈକ୍ଷଣିକ ସତ୍ରରେ କରାଯାଉଥିବା ସମସ୍ତ କାର୍ଯ୍ୟର ଦୈନିକ ଗତିବିଧିର ପରୀକ୍ଷଣ ଆନ୍ତରିକ ମୂଲ୍ୟାଙ୍କନ ହେଇଥାଏ ଠିକ ଅଛି। ଗୋଟେ ପୁରା ଆମ ମାନଙ୍କର ପିଲେ ଶିକ୍ଷା ବର୍ଷ ଭିତରେ ଶୈକ୍ଷିକ ସତ୍ର ଭିତରେ ଯାହା ବି କିଛି କରୁଛି ତାର ଡେଲି ଠିକ ଅଛି
ତାର ପ୍ରତିଦିନ କରାଯାଉଥିବା ପରୀକ୍ଷଣକୁ ଆନ୍ତରିକ ମୂଲ୍ୟାଙ୍କନ କୁହାଯାଏ। ଏଭଳି ମୂଲ୍ୟାଙ୍କନ ଅତ୍ୟନ୍ତ ଉତ୍ତମ ହେଇଥାଏ। ଆନ୍ତରିକ ମୂଲ୍ୟାଙ୍କନ ପିଲାମାନଙ୍କର ଦୈନିକ ପ୍ରଗତି, ସେମାନଙ୍କର ଗୃହ କାର୍ଯ୍ୟ, ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କୌଶଳ, ସାମୟିକ ପରୀକ୍ଷା ଏସବୁ ଯୋଉ ପରିଣାମ ଉପରେ ପିଲେ ଆଶ୍ରିତ ଅଟେ। କିନ୍ତୁ ବାହ୍ୟ ମୂଲ୍ୟାଙ୍କନ କହୁଛି ପିଲେ କି ବିଦ୍ୟାଳୟ, ଶୈକ୍ଷିକ ସଂସ୍ଥା, ବିଶ୍ୱବିଦ୍ୟାଳୟ ଦ୍ଵାରା ଆୟୋଜନ କରାଯାଉଥିବା ପରୀକ୍ଷା ଦ୍ଵାରା ହେଇଥାଏ। ଆଉ ଏସବୁ ପରୀକ୍ଷାରେ ପିଲାମାନଙ୍କ ଦ୍ଵାରା ଲେଖା ଯାଇଥିବା ଉତ୍ତର, କରାଯାଇଥିବା କାର୍ଯ୍ୟର ଆଧାରରେ ଅଙ୍କ ପିଲେ ଦିଆଯାଇଥାଏ। ତ ଆମମାନେ କହିପାରିବା କି ଯୋଉ ପିଲାଙ୍କର ବୋର୍ଡ ଏକ୍ଜାମ ହେଲା କି ପିଲାମାନଙ୍କର ଯୋଉ ବାର୍ଷିକ ପରୀକ୍ଷା ହେଲା, ତ ଏଇଟା ସବୁ ପିଲା କୋଉ କୋଉ ମୂଲ୍ୟାଙ୍କନ ବୋଲି କହିବା? ବାହ୍ୟ ମୂଲ୍ୟାଙ୍କନ। ଏଗୁଡା ଏଗୁଡାକ ହଉଛି ପିଲାମାନଙ୍କର ବାହ୍ୟ ମୂଲ୍ୟାଙ୍କନ। କିନ୍ତୁ ପିଲାଙ୍କର ଯୋଉଟା ଡେଲି ପିଲା ଆମେ ତାଙ୍କର ମୂଲ୍ୟାଙ୍କନ କରୁଛେ, ଗୃହ କାର୍ଯ୍ୟ ହେଇଗଲା, କକ୍ଷା କାର୍ଯ୍ୟ ହେଇଗଲା, ତ ଏସବୁ ହଉଛି ପିଲାଙ୍କର ସାର୍ ଭଏସ ଟା ଆପଣଙ୍କର ସ୍ଲୋ ଆନ୍ତରିକ ଶୁଭୁଛି। ଭଏସ ପିଲା କଟ ହଉଛି। ନା ସାର୍ ଭଏସ ଟା ଏବେ ଠିକ ଶୁଣାଗଲା। ହଁ ହଁ ହେଲା, ତ ଏଗୁଡାକ ହଉଛି ପିଲା ସବୁ ଆନ୍ତରିକ ମୂଲ୍ୟାଙ୍କନ। ଠିକ ଅଛି, ଇଣ୍ଟରନାଲ। ହଁ ସାର୍ ହୁଁ ସାର୍ ଯୋଉ ପ୍ରତିସ୍ପର୍ଦ୍ଧା ପରୀକ୍ଷା ଅଛି ସେଇଟା ତାହେଲେ କୋଉଥିରେ ଯିବ, ବାହ୍ୟ ନା ଆନ୍ତରିକ? ତମେ କୁହ କୋଉଥିରେ ଯିବ କହୁନ? ବାହ୍ୟରେ ଯିବ। ବାହ୍ୟ, ଆରେ ସେ ହଉଛି ଆନ୍ତରିକ ପିଲେ। ଆନ୍ତରିକରେ ବା ପିଲେ ସେ କହିଲା ପ୍ରତିସ୍ପର୍ଦ୍ଧା ଟା ପ୍ରତିସ୍ପର୍ଦ୍ଧା ବି ଝିଅ ଆନ୍ତରିକ ମୂଲ୍ୟାଙ୍କନ। ଆଜ୍ଞା ସାର୍, କାହିଁକି ପ୍ରତିସ୍ପର୍ଦ୍ଧାରେ ଯିଏ ଚାହିଁବ ସିଏ ଏକ୍ଜାମ ଦଉଛି, ସବୁ ପିଲା ତ ଦଉନାହାନ୍ତି। ବାହ୍ୟରେ ହଁ କିନ୍ତୁ ବାଉଣ୍ଡ ଦବା ପାଇଁ। ହଁ ମାନେ ଏଥିରେ ବାହ୍ୟ ମୂଲ୍ୟାଙ୍କନ ହଉଛି ପିଲେ ଯାହା ଆଧାରରେ ନା ତମମାନଙ୍କୁ ପିଲା ଅଙ୍କ ଦିଆଯାଉଛି, ତମମାନଙ୍କୁ ତମର ପ୍ରଗତି ପତ୍ର ଦିଆଯାଉଛି। ଠିକ ଅଛି, ସେଇଟା ହଉଛି ପିଲେ ବାହ୍ୟ ମୂଲ୍ୟାଙ୍କନ ହେଲା। ଆଉ ବାକି ଯାହା ରହିଲା ସବୁ ଯାକ ହଉଛି ତମର ଆନ୍ତରିକ ମୂଲ୍ୟାଙ୍କନ। ତୁମମାନେ ଡିବେଟ ରେ ପାର୍ଟିସିପେଟ କଲ, କୌଣସି କମ୍ପିଟିସନ ରେ ଭାଗ ନେଲ, ତ ଏସବୁ ହଉଛି ପିଲେ କଣ ହେଇଯିବ? ଆନ୍ତରିକ ମୂଲ୍ୟାଙ୍କନ। ଆନ୍ତରିକ ମୂଲ୍ୟାଙ୍କନ ଆଉ ହେଲା। ସେଇଠି କହିଲା ପରେ ପିଲେ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କୌଶଳ ହେଇଗଲା, ତ ଏଇ ସବୁ ଯାକ ପିଲା ଆନ୍ତରିକ ମୂଲ୍ୟାଙ୍କନ ଭିତରେ ଯିବ। ଠିକ ଯେ ସେ ଯେମିତି ଆମ ବିଏଡ ରେ ବି ସେ ଯୋଉ ଶୈକ୍ଷଣିକ ଗତିବିଧି ଗୋଟେ ଥାଏ, ଇପିସି ପେପର, ସେଗୁଟା ସବୁ ଆନ୍ତରିକ ମୂଲ୍ୟାଙ୍କନରେ ଯାଏ। ସିଏ ସବୁ ଯାକ ଆନ୍ତରିକ ମୂଲ୍ୟାଙ୍କନ। ଠିକ ନା ନାଇଁ? ହେଲା, ତାପରେ ସେଥିରୁ ସେ କହୁଛି ପିଲେ ମୂଲ୍ୟାଙ୍କନ ର ସାଧନ ସବୁ କଣ କଣ ସବୁ ରହିଛି। ତ ନିବନ୍ଧ ରୂପ ଆନ୍ତରିକ ମୂଲ୍ୟାଙ୍କନ ଠିକ ହେଲା। ନିବନ୍ଧ ପରୀକ୍ଷା ହେଇଗଲା ପିଲେ ଏସେ ଟାଇପ ର ଏକ୍ସାମିନେସନ। ବସ୍ତୁନିଷ୍ଠ ପରୀକ୍ଷା ପିଲେ ଅବଜେକ୍ଟିଭ ଟାଇପ କୋଶ୍ଚିନ୍ ହେଇଗଲା। ମୌଖିକ ପରୀକ୍ଷା ଓରାଲ ଟେଷ୍ଟ, ୟା ଭିତରେ ଯେମିତି ଆମ ସଂସ୍କୃତ ପାଇଁ ପିଲା ଅନ୍ତାକ୍ଷରୀ ପରୀକ୍ଷା, ଶଳାକା ପରୀକ୍ଷା ହେଲା। ପ୍ରଶ୍ନାବଳୀ ହେଇଗଲା, ସାକ୍ଷାତକାର ଇଣ୍ଟରଭ୍ୟୁ, ତ ଇଏ ବି ତ ୱାନ ଟାଇପ ଅଫ ପିଲେ ପରୀକ୍ଷା ନା ମୂଲ୍ୟାଙ୍କନ ନା ନାଇଁ? ହେଲା। ହୁଁ ଶଳାକା ଶଳାକା ପରୀକ୍ଷା ପିଲେ ମୁଁ ତને କହୁଥିଲି, କାହାର ମନ ଅଛି ସହାୟତା କହିଲ ପିଲେ? ପରୀକ୍ଷା ହଉଛି ଗୋଟେ ସୁବର୍ଣ୍ଣ। ହଁ ସାର୍ ମୁଁ ନିଜେ ଆଜ୍ଞା ସାର୍, ଦେଇଥିଲି। ମନେ ଅଛି। କହୁନ କୁହ କୁହ। ସାର୍ ସହାୟତା ପରୀକ୍ଷା ଅଛି, ଆପଣ ଗୋଟେ ବହିର ହୁଁ ହଁ ହୁଁ କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ। ସାର୍ ଗୋଟେ କାଠି ସେମାନେ ରଖିଥାନ୍ତି ସାର୍ ମାନେ, ସେ ହୁଁ ବହିର ଯୋଉଠି ସେମାନେ ରଖିଥିବେ ସେଇଠୁ ଆରମ୍ଭ କରିବାକୁ କୁହନ୍ତି। ଠିକ ତ ଏବେ ଏମିତି ହେଇଥାଏ, ଆଉ ଟିକେ ବିସ୍ତୃତ ଭାବରେ କୁହ। ଗୋଟେ ସାର୍ ଆକ୍ଚୁଆଲି ଗୋଟେ ଶଳାକା ମାନେ ଗୋଟେ ଦଣ୍ଡଟେ, ଯେକୌଣସି ଗୋଟେ ବହି ଭିତରେ ରଖିଥାନ୍ତି, ଆଉ ତା ଦେହରୁ ଗୋଟିଏ ସ୍ୱର୍ଣ୍ଣ ଶବ୍ଦ ଦଣ୍ଡାଧର। ପିଲାଟାକୁ କୁହନ୍ତି। ଆଉ ପିଲାଟା ସେଇଠୁ ଆରମ୍ଭ କରିକି ସାରେ ଷ୍ଟପ୍ ନ କହିବା ପର୍ଯ୍ୟନ୍ତ ପୁରା ସେ କହି ଚାଲନ୍ତି ବହିଟା ଯାକ। ଠିକ ଆଉ ସେଇଟା ହେଲା ଶଳାକା ପରୀକ୍ଷା। ହଁ ତ ଠିକ ଠିକ ସାର୍। ଆଉ ସଳାକାରେ ସେଇଟା ତିନିଟା ଷ୍ଟେପ ପିଲେ ହେଇଥାଏ। ଗୋଟେ ହଁ ଷ୍ଟେପରେ ତିନିଟା ଷ୍ଟେପ୍ ଥାଏ ସାର୍। ହଁ କୁହ ତିନିଟା ଷ୍ଟେପ କହିଲ ଟିକେ। ପ୍ରଥମେ କଣ୍ଠସ୍ଥିକରଣ, ସେ ଆପଣ ଯୋଉଠୁ ଆରମ୍ଭ କରିବା ପାଇଁ କହିବେ ସେଇଠୁ ଆପଣ କହିଚାଲିବେ। ହୁଁ ତାପରେ କୋଶ୍ଚିନ୍ ରହିବ, ହୁଁ ତାପରେ ତାର୍କିକ ମଧ୍ୟ ପରସ୍ପର ମଧ୍ୟରେ ତର୍କ ବିତର୍କ ମଧ୍ୟ ହବ, ଯେ ଏହା କାହିଁକି କୁହାଗଲା, କୋଉଠୁ ଆସିଛି, ବା କେମିତି ତାକୁ ଆପଣ ବ୍ୟାଖ୍ୟା ମଧ୍ୟ ଦେବେ ତାର। ପ୍ରଶ୍ନ ଯେତେବେଳେ ଆସିବ ତାର ବ୍ୟାଖ୍ୟା ମଧ୍ୟ କରିବାକୁ ପଡିବ। ଠିକ ତିନିଟା ପିଲା ପରୀକ୍ଷା ତାର ହେଇଥାଏ, ତିନିଟା ଲେବଲ ରେ ପରୀକ୍ଷା ହେଇଥାଏ ହେଲା। ଠିକ ଅଛି ପିଲେ, ତ ଇଏ ହେଲା ଗୋଟେ ସାର୍ ପ୍ରାଚୀନ ସେଇ ଉଁ
ସାର୍ ସେଥିରେ ଗୋଟେ ଗୋଟେ ଶବ୍ଦର ଅର୍ଥ ବି ପଚାରନ୍ତି ଆଉ ଶ୍ଳୋକର ବି ଅର୍ଥ ବି ପଚାରନ୍ତି। ହଁ ସେଥିରେ ସେମାନେ କିଛି ହଁ ବି ପଚାରି ପାରିବେ ହଁ ପିଲେ ବୁଝିଲା ସଳକା ମାନେ ତାଙ୍କ ତୁମ ଇଚ୍ଛା ସେଇଟା। ହଁ ସେମାନେ କିଛି ବି ପଚାରି ପାରିବେ କାରଣ ତମକୁ ଟୋଟାଲ ବହି ହିଁ କଣ୍ଠସ୍ଥ କରି ଯିବାକୁ ପଡିବ ପିଲେ ହେଲା ଖାଲି କଣ୍ଠସ୍ଥ ନୁହଁ ସେ ବହିକି ପୁରା ବୁଝିକିରି ସବୁ କରିକି ଯିବାକୁ ପଡିବ ଆରମ୍ଭରୁ ଲାଷ୍ଟ ପର୍ଯ୍ୟନ୍ତ କହିପାରୁଥିବ ଲାଷ୍ଟରୁ ଆରମ୍ଭ ପର୍ଯ୍ୟନ୍ତ କହିପାରୁଥିବ ପୁରା କହିବାର ଅଛି ପିଲେ ମୁଁ ସୁର ସିଦ୍ଧାନ୍ତରେ ଭାଗ ନେଇଥିଲି ମୋର ସେମିତି ହିଁ ମନ ଥିଲା ସୁର ସାର୍ ସିଦ୍ଧାନ୍ତ ମୋର ପୁରା 2014 ମସିହାରେ ନା 13 ମସିହାରେ ମୁଁ ପାର୍ଟିସିପେଟ କରିଥିଲି ସାର୍ ମୋର ଥାର୍ଡ ପୋଜିସନ ହେଇଥିଲା ଆମର ଭୋପାଳରେ ହଁ ଠିକ ନ୍ୟାୟ ଅଛି ସହାୟତା ପରୀକ୍ଷାରେ ନ୍ୟାୟରେ ମୁଁ ଦେଇଥିଲି। ନ୍ୟାୟରେ କୋଉ ବହି ରଖିଥିଲେ? ମୋର ଶବ୍ଦ ଖଣ୍ଡା ସେଇଠୁ ଆରମ୍ଭ କରିକି ଅନ୍ତିମ ସ୍ମୃତି ନିରୂପଣ ପର୍ଯ୍ୟନ୍ତ ଅର୍ଥ ନିରୂପଣ ପର୍ଯ୍ୟନ୍ତ। ଆଚ୍ଛା ଆଚ୍ଛା ତ ନବା କଥା ପିଲେ ଏ ସବୁ ପରୀକ୍ଷା ବହୁତ ଉଚ୍ଚ ଧରଣର ପରୀକ୍ଷା ହେଇଥାଏ ଆଉ ନିଜର ନଲେଜ ବି ପିଲେ ଗେନ୍ ହେଇଥାଏ ନା ନାଇଁ ହେଲା ତ ଏଇଭଳି ହେଇକିରି ପିଲେ ପ୍ରଶ୍ନାବଳୀ ହେଲା ସାକ୍ଷାତକାର ହେଇଗଲା ହଁ ଜୀବନ ଇତିହାସ ବିଧି ତ ଇଏ ବି ଗୋଟେ ପ୍ରକାର ପିଲେ କେସ୍ ଷ୍ଟଡି ଇଏ ବି ଗୋଟେ ପ୍ରକାର ପରୀକ୍ଷଣ ପିଲେ ହେଇଥାଏ ହଁ ପ୍ରାୟତଃ ଯୋଉମାନେ ଟିକେ କଣ ହେଇଥାନ୍ତି କ୍ରିମିନାଲ ସ୍ୱଭାବର ପିଲା ହେଇଥାନ୍ତି ତ ସେମାନଙ୍କର କରିବାକୁ ପଡେ ପିଲେ କୋଉଟା କେସ୍ ଷ୍ଟଡି ତାଙ୍କର କରିବାକୁ ପଡିଥାଏ ହେଲା ପରିଶୀଳନ ପଟ୍ଟିକା ହେଇଗଲା ଚେକ୍ ଲିଷ୍ଟ ହେଲା ମାପକ ପଟ୍ଟିକା ହେଇଗଲା ରେଟିଂ ସ୍କେଲ ଠିକ ଅଛି ନିଦାନାତ୍ମକ ପରୀକ୍ଷା ପିଲା ଡାୟଗ୍ନୋଷ୍ଟିକ ଟେଷ୍ଟ ହେଲା ତ ଏସବୁରେ ପିଲେ ୟୁଜ୍ କରାଯାଇଥାଏ ପିଲେ ସାର୍ ରେଟିଂ ସ୍କେଲ ମାନେ କଣ? ହଁ ରେଟିଂ ସ୍କେଲ ମାନେ ହଉଛି ପିଲେ କଣ ଏଇ ତିନିଟା ଯାକ ବତେଇ ଦିଅନ୍ତି ଷ୍ଟାର ସିଷ୍ଟମ ଚେକଲିଷ୍ଟ ଆଉ ରେଟିଂ ସ୍କେଲ କୋଉଟା ଝିଅ କେସ୍ ଷ୍ଟଡି ନା କୋଉଟା ଯେ ଆଜ୍ଞା ଷ୍ଟାର ତ ଦିଅନ୍ତି ଚେକଲିଷ୍ଟ ରେଟିଂ ସ୍କେଲ ଭିତରେ କଣ ସବୁ ଫରକ ଅଛି ଟିକେ କୁହନ୍ତୁ ଦେଖ ପିଲେ କେସ୍ ଷ୍ଟଡି ହଉଛି ପିଲେ ସେଇଟା କଣ କରାଯାଏ ପିଲେ କୌଣସି ପିଲା ଦେଖ ଗୋଟେ ପିଲାଟିଏ ପିଲେ କ୍ଲାସ ତମ ମାନେ ଗୋଟେ କ୍ଲାସ ର କ୍ଲାସ ଟିଚର ଅଛ ଗୋଟେ ପିଲା ଆବସେଣ୍ଟ ରହୁଛି ସବୁବେଳ ପାଇଁ ସେ ଆବସେଣ୍ଟ ରହୁଛି ତ ସେମିତି ଜାଗାରେ ତମେ ମାନେ କଣ କରିବ ତ ତମେ ପିଲା ତାଙ୍କର ଡୋର ଭିଜିଟ କରିବ ତ ତାଙ୍କ ଡୋର କୁ ଗଲ ତ ପିଲାର କାରଣ ବୁଝିବ କି ପିଲାଟି କଣ ପାଇଁ ଆସୁନାହିଁ ଠିକ ଅଛି ପିଲାର କିଛି ଖରାପ କାମରେ ସେ ଲିପ୍ତ ରହୁଛି କି ତ ତାର ପାଖ ପଡିଶା ଏମାନଙ୍କଠୁ ତା ବିଷୟରେ ଷ୍ଟଡି କରିବ ତ ସେଇଟା ହେଇଗଲା ପିଲେ କଣ ହେଇଗଲା କେସ୍ ଷ୍ଟଡି ଜୀବନ ଇତିହାସ ସାର୍ ଏଇଟା ଯିବ ସାଇକୋଲୋଜିରେ ବି ଗୋଟେ ଆସେ ନା ମାନେ ହଉଛି ଏଇଟା ସାଇକୋଲୋଜିରେ ଆସେ କେସ୍ ଷ୍ଟଡି ଟା ପିଲାଟାର ତାର ସମ୍ପୂର୍ଣ୍ଣ ପୂର୍ବରୁ ବି ସେ କେତେ କଣ କୋଉଠି ମାର୍କ ରଖିଛି ତାର ଘର ଲୋକଙ୍କ ଆଉ ତାର ବାତାବରଣ ସବୁ ବିଷୟରେ ଗୋଟେ ଶିକ୍ଷକ ପଢିକି ତାପରେ ପିଲାଟା ଉପରେ ଗୋଟେ ମାନେ ନିଷ୍ପତ୍ତି ଆଣେ ନିଷ୍ପତ୍ତି ଆଣିଥାଏ ଠିକ ହେଲା ତ ଇଏ ହେଇଗଲା ପିଲେ କେସ୍ ଷ୍ଟଡି ଆଉ ଯୋଉ ଚେକ୍ ଲିଷ୍ଟ ପିଲେ ଏଇଟା କଣ ତମ ମାନେ ଜାଣିଥିବା ଭଲ ଭାବରେ ଏବେ ତମ ମାନେ ପିଲେ ଯୋଉମାନେ କେଭିଏସ ରେ ଏକ୍ଜାମ ଦେଇଥିବ ଯଦି କୋଉମାନେ ସେମାନେ ଦେଖିଥିବ ତମର ସେଇ ଯୋଉ ଲଙ୍ଗ ଟାଇପ ର ଯୋଉ ନଥିଲା କୋଶ୍ଚିନ୍ ପିଲେ ହେଲା କୋଶ୍ଚିନ୍ ଥିଲା ଏପଟ ସାଇଡରେ ପିଲେ ଯୋଉ ଆରମ୍ଭରୁ ପିଲେ ସବୁ ଦିଆଯାଇଥିଲା ପିଲେ 1 ନମ୍ବର କୋଶ୍ଚିନ୍ 2 ନମ୍ବର କୋଶ୍ଚିନ୍ 3 ନମ୍ବର କୋଶ୍ଚିନ୍ ବୁଝି ହଉଛି ନା ନାଇଁ ତ ସେ ତା ତଳେ ସବୁ ଯାକ ପିଲେ ମାର୍କ ଲେଖିବା ପାଇଁ ସ୍ପେସ ଥିଲା ତ ଏଇଟାକୁ ଆମ ମାନେ ଚେକ୍ ଲିଷ୍ଟ ବୋଲି କହିଥାଉ ତୁମ ସେ ଖାତା ଦେଖିବେ କେତେ ମାର୍କ ରହିଲା ତ 1 ନମ୍ବର କୋଶ୍ଚିନ୍ ଏତିକି ମାର୍କ ରହିଲା ତ ଏଇଟାକୁ ଆମ ମାନେ କଣ କହିବା ପିଲେ ଚେକ୍ ଲିଷ୍ଟ ବୋଲି କହିଥାଉ ଠିକ ଅଛି ତ ସେ ତ ଯେତେବେଳେ ତମର ମାର୍କିଂ କରାଯିବ ଆଉ ଥରେ ତୁମର ପୁରା ଖାତାକୁ ଦେଖିକି ମାର୍କିଂ କରାଯିବ ଜଷ୍ଟ ଏଇ ପେଜ ଟାକୁ ଦେଖିଲେ ତମର କେତେ ମାର୍କ ହଉଛି ସେଇଟା ଜଣା ପଡିଯିବ ହେଲା ଆଉ ବାକି ଯୋଉ ରହିଲା ପିଲେ ରେଟିଂ ସ୍କେଲ ହେଇଗଲା ଏଇଟାକୁ ଆମ ମାନେ କଣ କହିବା ପିଲେ ଇଏ ବି ୱାନ୍ ଟାଇପ ଅଫ କଣ ହେଇଥାଏ ପିଲେ ତମମାନେ ଯଦି ପିଲେ ଏତିକି ମାର୍କ ରଖିଲ ବୁଝଉଛି ତ ତୁମକୁ ଗ୍ରେଡିଂ ସ୍କେଲ ବି ଆମ ମାନେ କହିପାରିବା ପିଲେ ରେଟିଂ ସ୍କେଲ ହେଇଗଲା ଗ୍ରେଡ ସ୍କେଲ ହେଇଗଲା କାହିଁକି ଆମେ ତ ଆଉ ପିଲାଙ୍କୁ ପିଲା 1 ଷ୍ଟାର 2 ଷ୍ଟାର ତ ଦେଇନଥାଉ ଆମେ ସେମାନଙ୍କୁ କଣ ଦେଇଥାଉ ଗ୍ରେଡ ପ୍ଲସ୍ ଏ ବି ହଁ ହଁ ତ ଏଇ ସବୁ ଗ୍ରେଡ ହିଁ ଦିଆଯାଇଥାଏ ପିଲେ ତ ସେଇଟା ହିଁ ପିଲେ ଯଦି ଏତିକି ପରସେଣ୍ଟ ରହିଲା ତ ତାକୁ ମାନେ ସିଜିପି ସାର୍ ଏଟା ସିଜିପି ନା ଏଟା କୋଉଟା କହିଲ ସିଜିପି ସାର୍ ଏଟା ସିଜିପିଏ ଏ ଟା ଯୋଉ ସେ ରେଟିଂ ସ୍କେଲ ଟା ଆମର ସିଜିପି ସିଜିପିଏ ରେ ତ ତମକୁ ପଏଣ୍ଟ ଦିଆଯାଉଛି ପିଲେ 10 ସିଜିପିଏ ରୁ ତମକୁ କେତିକି ପଏଣ୍ଟ ରହିଲା ନା ନାଇଁ ହେଲା ତ ସିଏ ତ ଗଲା ଆମର 10th ରେ ପିଲେ ଯୋଉ 10th ବୋର୍ଡ ହେଇଗଲା ପିଲେ ସେଥିରେ ପିଲାଙ୍କୁ ଏ ପ୍ଲସ ଏ ଏସବୁ ଗ୍ରେଡ ଦିଆ ହଉନି ପିଲେ ତାଙ୍କର ପରସେଣ୍ଟେଜ ହିସାବରେ ଆଜ୍ଞା ହଁ ତ ସେଇ ହୁଁ ଗୋଟିକ ହୁଁ ହେଲା
ହଉ ତାପରେ ସେଥିରକୁ ନେକ୍ସଟ ପିଲେ ବୁଦ୍ଧି ପରୀକ୍ଷା ଇଏ ବି ଗୋଟେ ପ୍ରକାର ହେଇଗଲା ପିଲେ ଟେଷ୍ଟ ଏଥିର ହେଲା। ଅଭିରୁଚି ପରୀକ୍ଷା ଆପ୍ଟିଚ୍ୟୁଡ ଟେଷ୍ଟ ଏଗୁଡା ସବୁ ପିଲେ ଲିଖିତ ଆକାରରେ କରାଯାଇଥାଏ OMR ରେ କରାଯାଇଥାଏ ଏସବୁ ପରୀକ୍ଷା ଗୁଡାକ ପିଲେ। ଆସକ୍ତି ପରୀକ୍ଷା ବି ସେଥିରେ ହିଁ କରାଯାଇଥାଏ ପିଲେ। ପ୍ରୟୋଜନ ପ୍ରବିଧି ହଁ ପ୍ରୋଜେକ୍ଟ ଟେକ୍ନିକ सोशियोमेट्रिक मेथड ठीक है सोशियोमेट्रिक मेथड एटा प्रायतः बेसी यूज करा जायनि पिले ହେଲା ପିଲାମାନଙ୍କର ସାମାଜିକ ପ୍ରବୃତ୍ତି କୁ ଜାଣିବା ପାଇଁ କରାଯାଇଥାଏ ତାଙ୍କ ଗ୍ରୁପ ରେ ନିଜେ ଶିକ୍ଷକ ଆଡ ସାର୍ ହେଇକିରି ପିଲାକୁ ଷ୍ଟଡି କରିଥାଏ। ସାର୍ इंटेलिजेंस टेस्ट एटा आईक्यू साथ समान बोली हाँ से आईक्यू आईक्यू टेस्ट टेस्ट जोड़ा करा होची ठीक ହେଲା। ते पिले लिखित जो निबंध ସାର୍ ସେଟା ସୋସିଓମେଟ୍ରିକ ମେଥଡ ଟା ଆଉ ଟିକେ କହିବେ। ଏଥିରେ ଯେ କଣ ହେଇଥାଏ ନା ଗୋଟେ ପିଲାର ଲିଡରସିପ କ୍ୱାଲିଟି ହେଇଗଲା ବା ଏଇ ସବୁ ଜିନିଷକୁ ଶିକ୍ଷକ ନା ଗୋଟେ ଆଜ ଏ ଅବଜର୍ଭର ସିଏ ପିଲାଙ୍କୁ ଅବଜର୍ଭ କରିକି ତାଙ୍କ ବିଷୟରେ ଜାଣିଥାଏ ଠିକ ଅଛି ପିଲାର କ୍ୱାଲିଟିକୁ। ଆଉ ବାକି ଆମ ମାନେ ତ ପଢିବା ଇଣ୍ଟେଲିଜେନ୍ସ ଟା ହଉଛି ଆଇକ୍ୟୁ ଏଟା ହଉଛି ଇଣ୍ଟେଲିଜେନ୍ସ ଟା ବୁଦ୍ଧି ପରୀକ୍ଷା ଯୋଉ ହଁ ବୁଦ୍ଧି ପରୀକ୍ଷା ଯୋଉଟା ଆଇକ୍ୟୁ ଆଇକ୍ୟୁ ଏଟା ନା ସାର୍ ଆଇକ୍ୟୁ ଟେଷ୍ଟ କରାଯାଏ ହଁ। ହଁ ବିନୟ ଯୋଉଟା କହିଥିଲେ ଅଭିଜ୍ଞତା ସବୁ ହୁଁ सर इंटेलिजेंस टेस्ट रे କିଛି क्वेश्चन ଦିଆଯାଏ ଯେମିତି 100ଟା ହେଲା 50ଟା ଲିମିଟ ହଁ ଟାଇମ ରେ ତମର ତ ବିଏଡ୍ ରେ ବି କରିବାକୁ ପଡିବ କରାହେଇଥିବ ପିଲା ଆଉ ନା ନାଇଁ ଆଜ୍ଞା ସାର୍ ତ ସେଇଭଳିଆ ତ ହୁଏ ତମକୁ ଯୋଉ କେତେ ଜଣ ସାର୍ ପ୍ରଶ୍ନ ଦେଇ ଦେଇଥିବେ ଏ ଯୋଉ ଆସକ୍ତି ତ ସାର୍ ଇଏ ବି ଆସକ୍ତି ପରୀକ୍ଷା ଟା ଇଏ ବି କେମିତି କଣ ସେଇ କରାଯାଏ? ଟାଇପ ର ଜିନିଷଟା ମାନେ ପିଲାର କୋଉ ଜିନିଷରେ ବେଶୀ ଆସକ୍ତି ରହୁଛି ଠିକ ଅଛି ତ ତାକୁ ବିଭିନ୍ନ ଫିଲ୍ଡ ର ବିଭିନ୍ନ ପ୍ରକାର କୋଶ୍ଚିନ୍ ଦେବେ ଯଦି ଗୋଟେ ଫିଲ୍ଡ ର ପିଲା ସବୁ କୋଶ୍ଚିନ୍ କରିଦଉଛି ତାହେଲେ ଆମେ କଣ ବୁଝୁଛେ ପିଲା ଏଥିରୁ କି ପିଲାର ୟା ଉପରେ କଣ ଅଛି ଅତ୍ୟଧିକ ଯେମିତି କି ପିଲା ଦେଖଇଲେ ବର୍ତ୍ତମାନ ଆମେ ସାଂସ୍କୃତିକ କ୍ଷେତ୍ରରେ ଦେଖିବା ମୁଁ ଏବେ ତମମାନଙ୍କର ଆସକ୍ତି ପରୀକ୍ଷା କରିବା ପାଇଁ ଚାହୁଁଛି ପିଲେ ହେଲା ତମମାନଙ୍କୁ 5ଟା ପେପର ଦେବି ଗୋଟେ 20 ମାର୍କିଆ 5ଟା ପେପର ଦେବି ତ ଗୋଟେରେ ପିଲେ ଦର୍ଶନରେ ଥିବ 20ଟା ପ୍ରଶ୍ନ ବ୍ୟାକରଣରେ ଥିବ 20ଟା ପ୍ରଶ୍ନ ସାହିତ୍ୟରେ ଥିବ 20ଟା ପ୍ରଶ୍ନ ହେଲା ଏମିତି ହେଇକରି ମୁଁ 5 ପ୍ରକାର ତମକୁ ଦେଲି ତ ତୁମକୁ ପିଲେ ତୁମର ଯୋଉ ସବଜେକ୍ଟରେ ବେଶୀ ଇଣ୍ଟରେଷ୍ଟ ଥିବ ନିହାତି ଭାବରେ ତୁମେ ସେ ପେପରରେ କଣ କରିବ ଭଲ ହିଁ କରିବ କରିହବ ସାର୍ ନା ନାଇଁ ତ ହୁଁ ୟା ଦ୍ୱାରା ମଧ୍ୟ ଆମେ ଜଣଙ୍କର ଇଣ୍ଟରେଷ୍ଟକୁ ପିଲେ ମାପି ପାରିବ ଠିକ ଅଛି। ସାର୍ ଇଏ ଯୋଉ ଆସକ୍ତି ପରୀକ୍ଷା ଟା ଏଇଟା ଯୋଉ ରୁଚି ପରୀକ୍ଷା ବୋଲି କୁହାଯାଏ ନା? ହଁ ରୁଚି ପରୀକ୍ଷା ବି ହେଇଗଲା ଠିକ ଆଉ ପ୍ରୟୋଜନ ତ ଜାଣିଛ ପିଲେ ପ୍ରୋଜେକ୍ଟ ଯୋଉ ପିଲାମାନଙ୍କୁ ପିଲେ ପ୍ରୋଜେକ୍ଟ ମାଧ୍ୟମରେ ଇଏ କରାଯାଇଥାଏ ଠିକ ଅଛି। ଆଜ୍ଞା ସାର୍ ଆଉ ଲିଖିତ ନିବନ୍ଧ ରୂପ ପରୀକ୍ଷା ସେ କହୁଛି ପିଲେ କି ପ୍ରାଚୀନ କାଳରୁ ଆରମ୍ଭ କରିକିରି ଆଜି ପର୍ଯ୍ୟନ୍ତ ଏସବୁ ପରୀକ୍ଷା କରାଯାଉଛି ବର୍ତ୍ତମାନ ମଧ୍ୟ ପ୍ରାଥମିକ ସ୍ତରରୁ ଆରମ୍ଭ କରିକିରି ଉନ୍ନତ ସ୍ତର ପର୍ଯ୍ୟନ୍ତ ଉତ୍ତୀର୍ଣତା ବିଷୟରେ ଏସବୁର ପିଲେ ମୂର୍ଧନ୍ୟ ସ୍ଥାନ ନିର୍ବହନ କରୁଛି ସ୍ନାତକୋତ୍ତର ସ୍ତରରେ ମଧ୍ୟ ଏହାର ପ୍ରମୁଖ ସ୍ଥାନ ରହିଛି ତେବେ ଏଠାରେ ନିୟମିତ ପ୍ରଶ୍ନ ପାଇଁ ସମାଧାନ ଲେଖିବାକୁ ପଡେ ତେବେ ପରୀକ୍ଷା ସମୟରେ ଯେଉଁ ସବୁ ବିଷୟ ସ୍ମୃତି ପଥରେ ଥାଏ ସେଗୁଡାକ ହିଁ ପିଲା ଲେଖିପାରିବ ନା ନାଇଁ ଏଣୁ ଏଇସବୁ ପରୀକ୍ଷା ଦ୍ଵାରା ପିଲାମାନଙ୍କର ସ୍ମରଣ ଶକ୍ତି ପରୀକ୍ଷା କରାଯାଇ ପାରିବ ନା ନାଇଁ ତମମାନେ ପିଲା ସ୍ମରଣ ଶକ୍ତି ପରୀକ୍ଷା ନିବନ୍ଧ ହିଁ କରିପାରିବ ପିଲେ କାହିଁକି ନା OMR ଯଦି ହେଇଯିବ ତମେ ତ କିଛି ବି ଗେସ୍ କରିକି ଗୋଲ ବୁଲେଇ ଦେଇ ପାରିବ ସେମିତି ହୁଏ କି ନାଇଁ ହେଲା ଆଜ୍ଞା କିନ୍ତୁ ସାର୍ ଏଗୁଡାକରେ କଣ ହୁଏ ପିଲେ ନା ଏଗୁଡାକରେ ତମର ଯଦି ମନ ଥିବ ତମେ ଲେଖିପାରିବ ହେଲା ତ ଗୋଟେ ସପ୍ତାହ ପରେ କି ମାସେ ପରେ 3 ମାସ ପରେ କି 6 ମାସ ପରେ ହେଲା କିଛି ଗୋଟେ ଦିନ ପରେ ହଉ ଗୋଟେ ବର୍ଷ ପରେ ହଉ ଏସବୁ ପରୀକ୍ଷା ପିଲା କରାଯାଇଥାଏ ଏଇ ଯୋଉ ସଳକା ପରୀକ୍ଷା ପିଲା ଏଟା ବର୍ଷେ ପରେ ହୁଏ ନା ଆଉ ତମକୁ ବର୍ଷେ ପୂର୍ବରୁ ଟପିକ ଦିଆ ହୁଏ ସଳକା ପରୀକ୍ଷା ପିଲା ମାସେ 2 ମାସ ନୁହଁ ବର୍ଷେ ପୂର୍ବରୁ ତମକୁ ଟପିକ ଦିଆ ହେଇଥାଏ ତାପରେ ଯାଇକି ବର୍ଷେ ପରେ ପରୀକ୍ଷା ହୁଏ ହେଲା ତେବେ ପିଲା ଲିଖିତ ନିବନ୍ଧ ରୂପ ପରୀକ୍ଷାର ଗୁଣ କଣ ରହିଛି ନା ବିଷୟ ପିଲା କଣ୍ଠସ୍ଥ ହବାକୁ ପଡିବ ସ୍ମରଣ ଶକ୍ତି ପରୀକ୍ଷା କରାଯାଇ ପାରିବ ନିଜର ଭାବକୁ ନିଜେ ପ୍ରକଟ କରିପାରିବ ନିଜ ହିସାବରେ ପାଠ୍ୟକ୍ରମକୁ ପୂର୍ଣ୍ଣ ଭାବରେ ଅଧ୍ୟୟନ କରିବାକୁ ମଧ୍ୟ ବେଳେବେଳେ ନ ପଡିପାରେ ଏଇଟା ଗୋଟେ ପ୍ରକାର ଦୋଷ ହବ ଏଇଟା ସିନା ଗୁଣ ଦେଇଦେଇ କିନ୍ତୁ ଦୋଷ ପିଲେ ଆରମ୍ଭରୁ ଆରମ୍ଭ କରିକି ଶେଷ ପର୍ଯ୍ୟନ୍ତ ପଢିବାର ଆବଶ୍ୟକତା ନଥାଏ ଭାଷିତ ସଂସ୍କୃତର ବିକାଶ ହେଇଥାଏ ଅଧିତ ଅଂଶକୁ ସମସ୍ତ ଯେପରି 3 ଘଣ୍ଟା ଭିତରେ ଲେଖି ହବ ତା ପାଇଁ ଅବକାଶ ଦିଆଯାଇଥାଏ ଅଳ୍ପ ଅଙ୍କ ଯଦି ଆସୁଛି ତାହେଲେ ପୁନର୍ବାର ମୂଲ୍ୟାଙ୍କନରେ ମଧ୍ୟ ଅତ୍ୟଧିକ ଅଙ୍କ ଆଣିପାରିବ ଯଦି ତୁମକୁ ଅଳ୍ପ ଅଙ୍କ ମଧ୍ୟ ଆସିଯାଉଛି ତୁମେ ରି ଏକ୍ଜାମ ଦେଇକରି ମଧ୍ୟ ଅଙ୍କକୁ ତୁମେ
बढ़ाई पारिबो ए सिस्टम थिला ना पिला आगुरु एबे अछि ना नै के जानि एबे पिला अछि हो अरे आगुरु पिला सिस्टम थिला जेतेला हम माने प्राक्सास्ती करथुलु सेतेला सिस्टम थिला मन का तुमे देखिलो कि मोर आम फास्ट पेपर लघुशांत कौमुदी थिला कि लघुशांत कौमुदी अल्प मार्क आसिला तो तुम जे चाहिबो लघुशांत कौमुदी आउ थरे एग्जाम देकरी तुम मार्क को बढ़ाई पारिबो एमता सिस्टम थिला पूर्व सेटा सप्लीमेंटरी एग्जाम थिला हां सप्लीमेंटरी एग्जाम नो सेटा सप्लीमेंटरी एग्जाम तो जो माने ये हेथिबे कोन हेथिबे ଗୋଟେ बैक ପେପର ଧର ଫେଲ हां बैक ଗୋଟେ लगी ପେପରରେ ଫେଲ ହେଇଯାଇଥିବ। बैक पेपर वाली सब हाँ सेटा तो बैक बैक पेपर है गला एटा पिले सप्लीमेंटरी एग्जाम टाइप रही थाए किंतु सप्लीमेंटरी एग्जाम नुह पिले पिला न देले भी तार किछ असुविधा हबनी किंतु तार मार्क को बढ़िया पे देई पारथला सेते बेले होला सर +3 रे थिला सर हम हाँ एटा इंग्लिश रहउची पिला को एग्जाम रे हां तेरे पिला लिखित निबंध रूप परीक्षार पिले दोष कौन रही ना पिला माने परीक्षा पई प्रस्तुत हुअंती नाही परीक्षा पे प्रस्तुत होती सिना किंतु ज्ञानार्जन पे नुह से कड़ा एग्जाम ओरिएंटेड हो जाती प्राप्त करथिबा अंक गुड़ाक योग्यता पूर्वक हो न थाए कारण किछि भी भल पिला थांती जो मानकर अक्षर पिला असुंदर कारण से मार्क भी कम मिली थाए ना नहीं तो से माने निजर योग्यता हिसाब अंक पाई न थांती आउ अंक प्राप्ति पई कंठस्थीकरण पई ही अधिक प्रोत्साहन दिया जाई थाए हैला किंतु वस्तुनिष्ठ परीक्षा पिले कौन होई थाए ना नूतन मूल्यांकन अनुसार वस्तुनिष्ठ परीक्षा को पिले बेसी प्राथमिकता दिया जाइछि लक्ष्यात्मक परीक्षा रे सब अंतर्भुक्त गोटे गोटे प्रश्नर गोटे गोटे पदरे बा गोटे वर्ण रे समाधान देई हबो हैला वस्तुनिष्ठ परीक्षा रे पाठ्यक्रम संपूर्ण भाव रे अध्ययन करथिले ही परीक्षा रे उत्तीर्ण हेई परिबो तबे ए सब परीक्षा रे पिले विश्वसनीयता अधिक थाए मन रखिथिबो प्रवेश परीक्षा रे अन्य परीक्षा रे वस्तुनिष्ठ प्रश्न बेसी हेई थाए सेति पई पिले विभिन्न एंट्रेंस टेस्ट हे गला ए सब रे पिले को प्रश्न बेसी आसुची वस्तुनिष्ठ वस्तुनिष्ठ प्रश्न ना हो एबे भी जो एबे केबीएस मध्ये जो कला पिले निबंधात्मक प्रश्न कहितला जो लॉन्ग क्वेश्चन आसियो 40 मार्क ना नहीं हेले भी से 40 मार्क मध्ये से सिना लॉन्ग क्वेश्चन कहितला किंतु कला पिले को भलिया वस्तुनिष्ठ टाइप रा वस्तुनिष्ठ वस्तुनिष्ठ प्रश्न हाँ तो से भी किसी मार्क पिले कटिबार भी किसी नहीं तमान जति हिसाब करे तो सेति ही आसीबो ठीक अछि तो किसी सेतरे भी असुविधा पिले नाही हैला मु भी देइतले एग्जाम पिले मोर भी 1.5 मार्क भूल हे सेतरे 90 80.5 होची हैला कारण एथर नुवा किसी सिस्टम हेतला ना सेति पय मु जाइतले पिले थर एग्जाम दवा पे कि परीक्षा रे केमति कोन होची सेटा तबे गत काल अपेक्षा वर्तमान पिले ए सब परीक्षार बहुत महत्व रही आउ वर्तमान दिन रे पिले ए सब परीक्षा हैला तो पूरा वर्ल्ड वाइड पिले करा होची विश्वगत शिक्षा क्षेत्र रे पिले करा जाउची आउ फलतः संस्कृत क्षेत्र रे मध्य निबंध रूप प्रश्न सहित वस्तुनिष्ठ प्रश्न मध्य आड पिले करा जाउची एथिरे हैला आउ वस्तुनिष्ठ परीक्षा रे पिले कोन सब प्रकार पिले रहिछि गोटे अछि पिले बहु समाधान प्रश्न मल्टीपल चॉइस क्वेश्चन बेस जहार बेस यूज करा जाउछि पिले एमसीक्यू ठीक अच्छे पिले फिल इन द ब्लैंक्स हे गला रिक्त स्थान पूरण तापर पिले गोटे मिनिट दे दीता हैला ता से दे पिले सत्य सत्य निर्णय ट्रू फॉल्स टाइप रो पिले ना नहीं ये भी गोटे प्रकार कोन अटे वस्तुनिष्ठ परीक्षा हैला तापर सत्य सत्य चिन्ह पिले यूज करिवो ट्रू फॉल्स मार्किंग करिवो ना नहीं तापर मैच द फॉलोइंग पिले जोड़ीबा हां समीचीन पर्यायवाची शब्द तळे पिले अंडरलाइन करिबा गोटिए पदरे समाधान दबा ठीक अछि विभिन्न वचन जो शब्द धातु रूप लेखिया पिले दे दिथियो बालक पचारिथियो पिले बहु वचन लिखत ये भी पिले गोटे प्रकार वस्तुनिष्ठ प्रश्न है हला संधत विभाजत संधिकर संधि विच्छेद कर तो ये भी सब होची वस्तुनिष्ठ प्रश्न पिले हे वस्तुनिष्ठ आ वस्तुनिष्ठ परीक्षा रे पिले गुण कोन रहिछि ना ए सब परीक्षा द्वारा जहाँ भी किसी फल मिली थाए से सब रे विश्वसनीयता अधिक थाए पिले कंठस्थीकरण प्राधान्य एथिरे कम थाए
ପାଠ୍ୟକ୍ରମରେ ବିଦ୍ୟମାନ ସମସ୍ତ ଅଂଶକୁ ପଢିବାର ଚାନ୍ସ ମିଳିଥାଏ। ଏହି ପରୀକ୍ଷା ଦ୍ୱାରା ପିଲାମାନେ ସକ୍ରିୟ ହେଇଥାନ୍ତି। ଲେଖନରେ ମଧ୍ୟ ଏତେ ବି କ୍ଲେଶ ହୋଇନଥାଏ, ଲେଖିବାର ଏତେ ଆବଶ୍ୟକତା ପଡିନଥାଏ। ଅଧ୍ୟୟନ କରାଯାଇଥିବା ବିଷୟ ମଧ୍ୟ ବହୁ ସମୟ ପର୍ଯ୍ୟନ୍ତ ମନରେ ଆମେ ଧାରଣ କରିକି ରଖିପାରିଥାଉ ହେଲା। ଆଉ ଦୋଷ ଏଠି ତ ସନ୍ଧକ ଯୋଉ ଲେଖାଯାଇଛି ସେ କଣ ସନ୍ଧି ସିଏ ସନ୍ଧକ ଯୋଉ ଲେଖା ହେଇଥିଲା ସନ୍ଧତ ମାନେ ସନ୍ଧି ବିଭାଜିତ କର, ବିଭାଜତ ମାନେ ଠିକ ସନ୍ଧି ଠିକ ବିଚ୍ଛେଦ କର। ଠିକ ଆଜ୍ଞା। ଆଉ ଦୋଷ ଏହା ରହିଛି କି ଏଥିରେ ସର୍ଜନାତ୍ମକ ଶକ୍ତିତ୍ୱ ଲୋପ ପାଇଯିବ। କାହିଁକି ନା ଏଥିରେ ଆଉ ନିଜେ କିଛି ଲେଖିପାରିବନି ନା ପିଲା, ଯାହାବି କଣ ହେଇଛି ଯାହାବି ତୁମେ କଣ କରିଥିବ ସେଥିରେ ଥିବ, ବାସ୍ ତୁମକୁ ସେତିକି ହିଁ ଲେଖିବାକୁ ପଡିବ। କି ଲଙ୍ଗ କୋଶ୍ଚିନ୍ ରେ କଣ ନିଜ ହିସାବରେ କିଛି ଲେଖିପାରିବ, ନିଜର ସର୍ଜନାତ୍ମକ ଶକ୍ତି ବି ଦେଖେଇ ପାରିବ। ଶୁଦ୍ଧ ଅଶୁଦ୍ଧ ଉଭୟ ଆଧାରରେ ଲିଖ୍ୟନ୍ତେ ଚେତ୍, ତେବେ କୋଉଟା ସମୀଚୀନ ସମାଧାନ ଭବିଷ୍ୟନ୍ତି। ତ ଏଇଟା କଣ ଦେଇଛି ଏମିତି ଆଡୁ ସାଡୁ କରି ଶୁଦ୍ଧମ ଅଶୁଦ୍ଧମ ବା ଉଭୟ ଆଧାରେଣ ଲିଖ୍ୟନ୍ତେ ଚେତେ କାଚନ ସମୀଚୀନାନି ତୁ ସମାଧାନାନି ଏବ ଭବିଷ୍ୟନ୍ତି ଇତି ଧୈର୍ଯ୍ୟଂ ଭବନ୍ତି। ଏଇଟା କଣ ଇଏ ପିଲେ ତ ସେଣ୍ଟେନ୍ସ ର କିଛି ଅର୍ଥ ହିଁ ନାହିଁ ପିଲେ ୟାର। ହଁ ମାନେ ସାର୍ ସାଙ୍ଗେ ସାଙ୍ଗେ ତା ଉତ୍ତର ଟା ଜାଣିପାରିବନି, ଧୈର୍ଯ୍ୟ ଧରିକି ଲେଟ ରେ ଜାଣିବ ଆଉ ଯେତେବେଳେ ରେଜଲ୍ଟ ପ୍ରକାଶିତ ହବ। ନା ସେମିତି କିଛି ନାହିଁ ପିଲେ ୟାର। ଚାଲ ହେଲା ତ ସୁଲଭତୟା ଇତରାନ ଦୃଷ୍ଟିଆ ଲିଖିତୁମ ଅବକାଶ ଅସ୍ତି। ତ ଏଇଟା ଗୋଟେ ପ୍ରୋବ୍ଲେମ ଏଇଆ କି ତୁମ ପାଖରେ ଯିଏ ବସିଥିବ ତ ଆରାମସେ ତମର ଦେଖିକି ମଧ୍ୟ ଲେଖିପାରିବ ନା ନାଇଁ, ନା ହେଇପାରିବ କି ନାଇଁ ପିଲେ? ଆଜ୍ଞା। ତ ଏଇଟା ବି ଗୋଟେ ପ୍ରକାର ପିଲେ ପ୍ରୋବ୍ଲେମ। ଚାଲ ତ ମୋ ସେ କେବେ ଚୋଳା ଝିଅଟେ ପଛରେ ବସିଥିଲା, ମତେ ଲାଷ୍ଟକୁ ପଚାରିଲା 4-5ଟା ପ୍ରଶ୍ନ। ମୁଁ କହିଲି ତମେ ଯାହା ଗୋଟେ ଆଗରୁ ପଚାରିଥାନ୍ତା, ତାପରେ ଆରାମସେ କେବେ ହେଇଯାଇଥାନ୍ତା ସରିଯାଇଥାନ୍ତା ହେଲା। ଓକେ ମୁଁ ଚିହ୍ନିନି, ତ ଇଏ ବି ଗୋଟେ ପ୍ରୋବ୍ଲେମ ପିଲେ। ଆରାମସେ ତମେ ଅନ୍ୟକୁ ମଧ୍ୟ କହିପାରିବ ପିଲେ ତମ ପାଖରେ ଯିଏ ବସିଥିବ ନା ନାଇଁ। ତ ଏଇଟା ଗୋଟେ ଅସୁବିଧା ହେଇଥାଏ ଆଉ MCQ ରେ ପିଲେ ଆଉ। ହଉ ତ ପିଲେ ପ୍ରାଚୀନ କାଳରୁ ଆରମ୍ଭ କରିକିରି ମୌଖିକ ପରୀକ୍ଷା ପିଲେ ଚାଲି ଆସୁଛି ଆମ ଦେଶରେ। ବର୍ତ୍ତମାନ ସମୟରେ ମଧ୍ୟ ସଂସ୍କୃତ କକ୍ଷରେ ପିଲେ ପାଠ ପ୍ରବନ୍ଧନ ସମୟରେ ମୌଖିକ ପ୍ରଶ୍ନ ପିଲେ ପଚରା ଯାଉଛି। ସାକ୍ଷାତକାରରେ ଉନ୍ନତ ସ୍ତରରେ ଶିକ୍ଷା ଆଚାର୍ଯ୍ୟ ଶାସ୍ତ୍ର ଚୂଡାମଣି ବିଦ୍ୟାବାରିଧି ଏସବୁ ଅଧ୍ୟୟନ କ୍ରମରେ ମଧ୍ୟ ଏସବୁ ପରୀକ୍ଷା ଆୟୋଜନ କରାହଉଛି। ଉତ୍ତୀର୍ଣତା ବିଷୟରେ ମଧ୍ୟ ଏସବୁରେ ସମ୍ପାଦିତ ଅଙ୍କକୁ ହିଁ ଗଣନା କରାଯାଉଛି। ଏହିସବୁ ପରୀକ୍ଷା ଦ୍ୱାରା ପିଲାମାନଙ୍କର ବ୍ୟକ୍ତିତ୍ୱ, ଭାଷଣ କୌଶଳ, ଭାବ ପ୍ରକଟନ, ବିଷୟ ଅଗାଧତା, ଉଚ୍ଚାରଣ ନୈପୁଣ୍ୟ ଏସବୁ ସ୍ପଷ୍ଟ ଭାବରେ ଆମେ ମାନେ ଜାଣିପାରିବା। ତେବେ ସଂସ୍କୃତ ବାଙ୍ଗ୍ମୟରେ ପିଲା ଅନ୍ତ୍ୟାକ୍ଷରୀ, ଶଳାକା ପରୀକ୍ଷା, ମୌଖିକ ପରୀକ୍ଷା ଠିକ ଅଛି, ବା ଶଳାକା ପରୀକ୍ଷା ଅନ୍ତାକ୍ଷରୀ ଇଏ ହଉଛି ମୌଖିକ ପରୀକ୍ଷାର ରୂପାନ୍ତର ପିଲେ ହେଲା। ତ ଏସବୁ କ୍ଷେତ୍ରରେ ପିଲା ମୌଖିକ ପରୀକ୍ଷା କରାଯାଇଥାଏ ନାଇଁ କି। ଆଉ ବାକି ତ ଅନ୍ତାକ୍ଷରୀ ତ ପିଲେ ଜାଣିଛ ହିଁ ତମ ମାନେ, ଶଳାକା ପରୀକ୍ଷା ବି ଜାଣିଛ, କିଛି ଅସୁବିଧା ନାହିଁ ନା ନାଇଁ। ୟା ବିଷୟରେ ଆମେ ମାନେ ପୂର୍ବରୁ ମଧ୍ୟ ପଢିଛେ ପିଲେ। ସାର୍ ହୁଁ ସାର୍ ଯୋଉ ସମସ୍ୟା ପୂର୍ତ୍ତି ସେଇଟା ବି ତାର ମୌଖିକରେ ଯିବ ବୋଧେ? ନା ସମସ୍ୟା ପୂର୍ତ୍ତି ଯୋଉ ଏଇଟା ଗୋଟେ ଲିଖିତ ନା ଆଉ ଏଇଟା ମୌଖିକ ନାଇଁ ଛା। ସମସ୍ୟା ପୂର୍ତ୍ତିରେ ମୌଖିକ କଣ କିଏ ଓହୋ କହିପାରିବ, ଲେଖିବାକୁ ପଡିବ ନା ଭାବିକିରି ଆଉ ଲୋକଟା ଆଉ। ଆଜ୍ଞା। ସାର୍ ସଂସ୍କୃତରେ କଣ କହନ୍ତି? କାହାକୁ? ସାର୍ ଡିଲିଟ୍। ସେ ଦେଲା ପରେ ଏଥିରୁ କଣ ଦେଇଛି ଗୋଟେ ପିଲା ତା ପାଇଁ କଣ ୱାର୍ଡ ୟୁଜ ଡକ୍ଟର କରିଛି? ଅଫ ଲିଟରେଚର ଡିଲିଟ। ହଁ ଦିଲ୍ଲୀରେ ଯେ ତାକୁ ସଂସ୍କୃତିରେ କଣ କହୁଛନ୍ତି ପିଲେ? ଏଠି ପିଲେ ବିଦ୍ୟା ଦେଇନାହାନ୍ତି ବାଚସ୍ପତି। ବିଦ୍ୟା ବାଚସ୍ପତି ଠିକ ହେଲା, ବିଦ୍ୟା ବାଚସ୍ପତି ଦିଅ। ଆଜ୍ଞା। ହଁ ଆମ ସଂସ୍କୃତରେ ହଉଛି ପିଲା ବିଦ୍ୟା ବାଚସ୍ପତି। ଆଜ୍ଞା ଆଜ୍ଞା ହଉଛି ସାର୍। ଏଇ ଯୋଉ ଜଗନ୍ନାଥ ୟୁନିଭରସିଟି ଏ ସବୁରେ ହଉଛି। ଜଗନ୍ନାଥରେ ହଉଛି, ବାହାରେ ମଧ୍ୟ ସେଣ୍ଟ୍ରାଲରେ ମଧ୍ୟ ହଉଛି ସାର୍। ଆଚ୍ଛା ଆଚ୍ଛା। ତ ସେଇଟା ତାର ତାର ଇଲିଜିବିଲିଟି କଣ ବିଦ୍ୟାବାରିଧି ପରେ ସେଇଟା କରିବ? ସାର୍ ସେଟା ଆପଣ ବିଦ୍ୟାଭାରତୀ କରିଥିବେ, ତାପରେ ଆପଣଙ୍କର 10 ବର୍ଷ ପ୍ରଫେସର ହେଇଥିବେ, ଆସିଷ୍ଟାଣ୍ଟ ପ୍ରଫେସର ହେଇଥିବେ। ଆସିଷ୍ଟାଣ୍ଟ ପ୍ରଫେସର ହେଇକି ମାନେ ରିଡର, ତାପରେ ଆସିଷ୍ଟାଣ୍ଟ ପ୍ରଫେସର, ତାପରେ ତାର 10 ବର୍ଷର ଏକ୍ସପିରିଏନ୍ସ ରହିବାକୁ ପଡିବ। ହୁଁ ତାପରେ ହିଁ ଆପଣ କରିପାରିବେ। ଆଚ୍ଛା। ହେଲା ତାହେଲେ ମୌଖିକ ପରୀକ୍ଷାରେ ପିଲେ କଣ ସବୁ ଗୁଣ ରହିଛି ନା ଭାଷଣ ସ୍ଥୈର୍ଯ୍ୟ, ଧୈର୍ଯ୍ୟ ଏସବୁ ସମ୍ପାଦିତ ହେଇପାରିବ। ସଭା କମ୍ପ ପିଲେ ଦୂରୀକରଣ କରାଯାଇ ପାରିବ।
ସଭାରେ ବେଦିକାରେ ହେଲା ଅବ୍ୟାହତ ଭାବରେ ତୁମେ ସମ୍ଭାଷଣ କରିପାରିବ। ଅବ୍ୟାହତ ମାନେ ଥିଲା ବିନା ରୋକଠୋକ। ଉନ୍ନତ ସ୍ତରରେ ଏସବୁ ପରୀକ୍ଷା ଅତ୍ୟନ୍ତ ଲାଭଦାୟକ ହେଇଥାଏ। ଆଉ ଦୋଷ ହଉଛି ଭାଷଣରେ କେତେବେଳେ କେମିତି ସହଜ ସମାଜ ପ୍ରଭାବ କାରଣେନ ଯଥାର୍ଥ ଭାବରେ କହିବା ପାଇଁ ମଧ୍ୟ ସମର୍ଥ ହେଇନଥାନ୍ତି। ସ୍ୱାଭାବିକ ଭାବରେ କହିବାରେ ଅସୁବିଧା ହୁଏ। ତ ଅଧ୍ୟୟନ କରାଯାଇଥିବା ସବୁକୁ ମୌଖିକ ପରୀକ୍ଷା ସମୟରେ ହିଁ ପରୀକ୍ଷା କରାଯାଇ ପାରିବ ନାହିଁ। ତୁମେ ଯାହା ବି କିଛି ପଢିଛ ସବୁ କିଛି ତ ମୌଖିକରେ କରାଯାଇ ପାରିବନି। ତ ଏଇଟା ଗୋଟେ ପ୍ରକାର ପିଲା ଦୋଷ ହେଇଥାଏ। ଏମିତି ହେଇକରି ପରୀକ୍ଷଣ ଏସବୁ ମୂଲ୍ୟାଙ୍କନ ବିଧି ଆମର ସବୁ ରହିଛି ହେଲା। ତ ଏମିତି ହେଇକରି ପିଲା ବିଷୟ ସଇଲା। କାଲିକି ଆମ ମାନେ ମକ୍ ଟେଷ୍ଟ କରିବା ଯୋଉ 6th ଚାପ୍ଟର ଅଛି ପିଲେ। ଆଉ ତାପରେ ବ୍ୟାକରଣ ପାଠ ପିଲା ଆରମ୍ଭ କରିବା ପଢା ଆଉ ହେଲା। ସାର୍ ଚैप्टर 5 ତ ସରିଥିଲା ସାର୍। ଚାପ୍ଟର 5 ତ ସରିଯାଇଛି ଯେ ଆଉ ଚାପ୍ଟର 6 ରୁ କରିବା ଆଉ। ଆଜ୍ଞା ସାର୍। ସାର୍ ସଂଜ୍ଞା ସଂଜ୍ଞା ଭିତରେ ଫରକ କଣ? ସଂଜ୍ଞା କାହାକୁ କହନ୍ତି, ସଂଜ୍ଞା କାହାକୁ କହନ୍ତି? ଯେମିତି କି ତମ ନାଁ ହଉଛି ସସ୍ମିତା ନା ନାଇଁ? ହେଲେ ମୁଁ ଆଜ୍ଞା ସାର୍। ମୁଁ ହେଲେ କହିବି ସସ୍ମିତା ମାନେ ଲେଖିବି ସସ୍ମିତା ସସ୍ମିତା। ତ ଇଏ ହଉଛି ନା ଇଏ ହଉଛି ସଂଜ୍ଞା ଠିକ ଅଛି ସସ୍ମିତା। କିନ୍ତୁ ଏଇ ସସ୍ମିତା କହିଲେ କାହାକୁ ବୁଝାଏ? ତୁମକୁ ବୁଝଉଛି ତୁମେ ନିଜେ ନା ନାଇଁ। ତ ତୁମେ ହଉଛ ନା ସଙ୍ଗୀ। ଆଜ୍ଞା ସାର୍। ବୁଝା ହଉଛି। ଯେମିତି ପିଲେ ଶ୍ରୀକୃଷ୍ଣ କହିଲେ ଶ୍ରୀକୃଷ୍ଣ ଶବ୍ଦଟା ହଉଛି ପିଲେ ସଂଜ୍ଞା। କିନ୍ତୁ ଶ୍ରୀକୃଷ୍ଣ ସଙ୍ଗୀ ହଉଛନ୍ତି କିଏ ନା ଯିଏ ହାତରେ ପିଲେ ବଞ୍ଚି ଧରିଥିବେ, ଯାହାର ମସ୍ତକରେ ପିଲେ ମୟୂର ପୁଚ୍ଛ ପିଲେ ଶୋଭା ପାଉଥିବ। ତ ସିଏ ହଉଛନ୍ତି କିଏ ସେ ସଙ୍ଗୀ। ଇଏ ହଉଛି ସଂଜ୍ଞା ଆଉ। ବୃଦ୍ଧି କାଟେଇଛି ସାର୍ ବୃଦ୍ଧି କାଟେଇଛି ଏଠି ସଂଙ୍ଗୀ ଦେଇଥିଲା ହଉଛି ଆଦି ଆଉ ବୃଦ୍ଧି ଦେଇଥିଲା ସଂଜ୍ଞା ବୋଧେ। ଅବଭିୟସଲି ହବ କାହିଁକି ନା ବୃଦ୍ଧି ହଉଛି ନାଁ ଟା ବୃଦ୍ଧି ବୃଦ୍ଧି ହଉଛି ସଂଜ୍ଞା। ତ ବୃଦ୍ଧି କହିଲେ ତୁମେ କାହାକୁ ବୁଝାଉଛ ନା ବୃଦ୍ଧି କହିଲେ ଆମେ ବୁଝାଉଛୁ ଆକୁ ଆଉ ଅଇକି ଆଉ କାହାକୁ ଔ ନା ନାଇଁ। ମୁଁ ଯଦି ପଚାରେ ଏମାନଙ୍କର ନାଁ କଣ ନା ତୁମେ କହିବେ ଏମାନଙ୍କର ନାଁ ହଉଛି ବୃଦ୍ଧି। ହେଲେ ବୃଦ୍ଧି ହେଇଗଲା ସଂଜ୍ଞା ତ ଏମାନେ ହେଇଗଲେ କଣ ସଙ୍ଗୀ ହେଲା। ସାର୍ ମକ୍ ଟେଷ୍ଟ କାଲି କରିବା ପିଲେ କାଲି ଯୋଉ 6th ଚାପ୍ଟର କରିବା ହେଲା। ଆଜ୍ଞା ସାର୍। ପ୍ରଣାମ ସାର୍। ହଁ ପିଲେ ହଁ। ପ୍ରଣାମ ସାର୍। କାଲି ଠାକୁର ପ୍ରଣାମ ସାର୍। ହଁ ପିଲେ।